ସମସ୍ତଙ୍କୁ ନମସ୍କାର। ଓଡ଼ିଶାର ସମସ୍ତ ଭାଇ ଭଉଣୀମାନେ ଯେଉଁମାନେ କି ସରକାରୀ ଚାକିରି ପାଇବା ନିମନ୍ତେ ଇଚ୍ଛା ରଖିଛନ୍ତି ସେମାନଙ୍କୁ ମୁଁ ମୋର ଏହି ଭିଡ଼ିଓରେ ସ୍ୱାଗତ ଜଣାଉଛି। ଆଜି ଆମେ ଏହି ଭିଡ଼ିଓରେ ଗୋଟେ ମୁଖ୍ୟ ଟପିକ୍ ଉପରେ କଥା ହେବା। ନା ଆପଣମାନେ ଥମ୍ବନେଲ୍ରୁ ଜାଣିପାରୁଥିବେ ମୁଁ କ'ଣ ଆଜି ଡିସ୍କସନ୍ କରିବା ପାଇଁ ଚାହୁଁଛି। ନା ଆମେ ଖୁବ୍ କମ୍ ବୟସରେ କେମିତି ସରକାରୀ ଚାକିରି ପାଇବା, କେବେଠୁ ଆମେ ପ୍ରିପାରେସନ୍ ଆରମ୍ଭ କରିବା ଯାହାଫଳରେ ଆମେ ଖୁବ୍ କମ୍ ବୟସ ଚାକିରି ପାଇପାରିବା ଏବଂ ଆମର କମ୍ପିଟିସନ୍ଟା ଅନ୍ୟ ପିଲାଙ୍କ ସାଙ୍ଗରୁ କମ୍ ହେବ। ତ ଆଜି ଆମେ ଏଇ ଇମ୍ପୋର୍ଟାଣ୍ଟ ଟପିକ୍ ଉପରେ କଥା ହେବା ଯେଉଁଟାକି ଅନ୍ୟ ବେଶୀ ପିଲାମାନେ ଡିସ୍କସନ୍ କରନ୍ତିନି। ତ ଆଜି ଆମେ ଏଇ ବିଷୟରେ ଆଜି କଥା ହେବା ଯେ ଆପଣମାନେ କେମିତି ଖୁବ୍ କମ୍ ବୟସରୁ ଚାକିରି ପାଇପାରିବେ ଏବଂ ଆପଣଙ୍କର କମ୍ପିଟିସନ୍ଟା ଅନ୍ୟ ପିଲାଙ୍କ ସାଙ୍ଗରେ କେମିତି କମ୍ ହେବ ଯାହାଫଳକୁ ଆପଣମାନଙ୍କୁ ଚାକିରି ପାଇବାଟା ଇଜି ହେବ। ମୁଁ ମୋର ଏକ୍ସପିରିଏନ୍ସରୁ ଯାହା ମୋର ଶିଖିଛି ସେଇଟା ଆପଣମାନଙ୍କୁ ସେୟାର କରିବା ପାଇଁ ମୁଁ ଠିକ୍ ମନେ କଲି, ସେଥିପାଇଁ ମୁଁ ଏହି ଏକ୍ସପିରିଏନ୍ସଟାକୁ ସେୟାର କରୁଛି। ତ ଆପଣମାନେ ଦୟାକରି ଧ୍ୟାନ ଦେଇକି ପ୍ରଥମ ଶେଷ ଯାଏଁ ଶୁଣନ୍ତୁ ଏବଂ ଆପଣଙ୍କର ଯଦି ସାଙ୍ଗସାଥି କିଏ ଅଛନ୍ତି ଯେଉଁମାନେ କି ସରକାରୀ ଚାକିରି ପାଇବା ନିମନ୍ତେ ଇଚ୍ଛା ରଖିଛନ୍ତି ସେମାନଙ୍କୁ ମଧ୍ୟ ମୋର ଏଇ ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଆପଣମାନେ ତାଙ୍କୁ ସେୟାର କରନ୍ତୁ। ଏବଂ ଆଉ ଯେଉଁ ଭାଇ ଭଉଣୀମାନେ ପ୍ରଥମ କରି ମୋ ଚ୍ୟାନେଲକୁ ଦେଖୁଛନ୍ତି ମୁଁ ସେମାନଙ୍କୁ ଅନୁରୋଧ କରିବି କି ସେମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ମୁଁ ଏମିତି ସବୁବେଳେ ଗଭର୍ଣ୍ଣମେଣ୍ଟ ଜବ୍ର ଉପରେ ବିଭିନ୍ନ ପ୍ରକାର ଭିଡ଼ିଓ ଆଣିଥାଏ, ଆପଣମାନେ ସେଇଟାକୁ ଯେମିତି ମିସ୍ କରିବେନି। ଏବଂ ଆଉ ଯେଉଁ ଭାଇ ଭଉଣୀମାନେ ମୋର ଭିଡ଼ିଓକୁ ରେଗୁଲାର ଦେଖୁଛନ୍ତି ସେମାନଙ୍କୁ ମୁଁ ଅନ୍ତରରୁ ଧନ୍ୟବାଦ ଜଣାଉଛି। ତ ଚାଲନ୍ତୁ ଆଜି ଆମର ମୁଖ୍ୟ ଟପିକ୍କୁ ଯିବା। ନା ଆମେ ଆମର ଥମ୍ବନେଲ୍ରେ ଯେଉଁ ଜିନିଷ ଅଛି ଆପଣମାନେ ନିଶ୍ଚୟ ଥମ୍ବନେଲ୍ ଦେଖିକି ଆସିଥିବେ। ତ ଥମ୍ବନେଲ୍ରେ ଯାହା ଅଛି ସେସବୁ ଜିନିଷ ଉପରେ ଆଜି ଆମେ ଡିସ୍କସନ୍ କରିବା। ତ ଦେଖନ୍ତୁ ମୁଁ ପ୍ରଥମେ କ'ଣ ଲେଖିଥିଲି, କ'ଣ ମୋର ପ୍ରଥମ ସ୍ଲାଇଡ଼୍ଟି ଅଛି ଦେଖନ୍ତୁ। ନା କେବେଠୁ ସରକାରୀ ଚାକିରି ନିମନ୍ତେ ପ୍ରିପାରେସନ୍ କରିବା ଭଲ। ଦେଖନ୍ତୁ ସମସ୍ତଙ୍କର ଇଚ୍ଛା ଥାଏ ଗୋଟେ କ'ଣ ଲାଇଫ୍ରେ ନା ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ କରିବା, କାହିଁକିନା ଗଭର୍ଣ୍ଣମେଣ୍ଟ ଜବ୍ରେ ଲୋକଙ୍କ ମନରେ ଥାଏ କ'ଣ ନା ଏଇଟା ଗୋଟେ ସିକ୍ୟୁର ଜବ୍ ଆଉ ଗୋଟେ ସୋସିଆଲ୍ ପ୍ରେଷ୍ଟିଜ୍ ମଧ୍ୟ ରହିଛି ଏଇ ଟାଇପ୍ର। ତ ସମସ୍ତଙ୍କ ମନରେ ଏଇ ଟାଇପ୍ର ଗୋଟେ ଧାରଣା ଥାଏ ଯେ ଆମେ ସରକାରୀ ଚାକିରି ଖଣ୍ଡେ କରିବା, ଆମେ ପାଠଶାଠ ପଢ଼ିଲେ ଗୋଟେ ସରକାରୀ ଚାକିରି ଖଣ୍ଡେ କଲେ ଆମର ଟିକେ ସୋସାଇଟିରେ ପ୍ରେଷ୍ଟିଜ୍ ବଢ଼ିବ କି ଯାହା କିଛି ଯାହାର ଅଲଗା ଲୋକର ସମସ୍ତଙ୍କର ଅଲଗା ଅଲଗା ଏମ୍ ଥାଏ, କିନ୍ତୁ ସମସ୍ତଙ୍କର ସରକାରୀ ଚାକିରି ଉପରେ ଗୋଟେ ଆଶା ଥାଏ। କିନ୍ତୁ ଆମମାନେ ଭୁଲ କେଉଁଠି କରନ୍ତି ନା ଆମମାନଙ୍କର ନିଶ୍ଚୟ ବହୁତ ଭୁଲ ହେଇଯାଇଥାଏ। କ'ଣ ଭୁଲ ହେଇଥାଏ ନା ଆମେମାନେ ସବୁବେଳେ ପ୍ରିପାରେସନ୍ ଷ୍ଟାର୍ଟ କରିବା ବହୁତ ଲେଟ୍ରେ ଷ୍ଟାର୍ଟ କରନ୍ତି। ଆମେ ସମସ୍ତେ କ'ଣ କରନ୍ତି, ଦଶମ ପଢ଼ିଲେ, ଦଶମ ପରେ ଆମେ ପ୍ଲସ୍ ଟୁ ମାନେ ଟୁଏଲ୍ଥ କଲେ, ଟୁଏଲ୍ଥ ପରେ ଗ୍ରାଜୁଏସନ୍ କଲେ, ତାପରେ ଯାଇକି ଆମେ ଆମର ଚାକିରିରେ ମାନେ ଯଦି ଆଉ କିଏ ପଢ଼ିବାର ଅଛି ମାନେ ପିଜି କରନ୍ତି। ଆମର ସବୁ ପାଠପଢ଼ା ସରିଲା ପରେ ଯାଇକି ଆମମାନେ କମ୍ପିଟେଟିଭ୍ ଏକ୍ଜାମ୍ ନିମନ୍ତେ ବା ସରକାରୀ ଚାକିରି ନିମନ୍ତେ ଆମେ ପ୍ରିପାରେସନ୍ କରିବା ଷ୍ଟାର୍ଟ କରୁଛନ୍ତି। ତ ଆମମାନଙ୍କର ସେଇଠି ଭୁଲ ହେଇଯାଇଥାଏ। କାହିଁକିନା ଆମମାନଙ୍କର କ'ଣ ହେଇଥାଏ ନା ଆମେ ସେଇଠି ଯେତେବେଳେ ପ୍ରିପାରେସନ୍ କରୁ ସେତେବେଳେ ବହୁତ ପିଲା ଆମ ସାଙ୍ଗରେ କମ୍ପିଟିସନ୍ରେ ଆସିଯାଆନ୍ତି ଆଉ ଆମକୁ ଏଇ ସବୁ ଜିନିଷ ଗୁଡ଼ା ନୂଆ ଲାଗେ। ତ ଆମକୁ ସେଟ୍ ହେଲା ବେଳକୁ ହିଁ ଆମକୁ କ'ଣ ଥାଏ ନା ଆମକୁ ବହୁତ ଟାଇମ୍ ଲାଗିଯାଇଥାଏ। ଠିକ୍ ଅଛି, ଆମେମାନେ ବାସ୍ ଖାଲି ଏମିତି ଫର୍ମ ପକାଉ, ଏମିତି ଏକ୍ଜାମ୍ ଦେଉ, ଏଇ ଟାଇପ୍ର ଆମକୁ ଏଇଥିରେ ହିଁ ଆମର 2-3 ବର୍ଷ 4 ବର୍ଷ ୱେଷ୍ଟ ହେଇଯାଇଥାଏ। ଠିକ୍ ଅଛି, ଯାହାଫଳରେ କି ଆମେ ଅନ୍ୟ ପିଲାଙ୍କ ଠାରୁ କମ୍ପିଟିସନ୍ରେ ପଶିଯାଉ। ଆପଣମାନେ ଲକ୍ଷ୍ୟ କରିଥିବେ ଯେଉଁ ପିଲାମାନେ UPSC ଉପରେ ପ୍ରିପାରେସନ୍ କରୁଛନ୍ତି ସେମାନେ ସାଙ୍ଗର କ'ଣ କରିବେ ନା ତାଙ୍କର ଗ୍ରାଜୁଏସନ୍ ଲେଭେଲ୍ରୁ ହିଁ ପ୍ରିପାରେସନ୍ କରିବେ। ଠିକ୍ ଅଛି, ଯେଉଁ ପିଲାମାନେ UPSC ଆସ୍ପିରାଣ୍ଟ ରହିଲେ ସେମାନେ +3 ପଢ଼ିବା ସହିତ ସେମାନେ ତାଙ୍କର କ'ଣ କରୁଥିବେ, ସେମାନେ ତାଙ୍କର କମ୍ପିଟେଟିଭ୍ କୋଚିଂ ବି ଯାଉଥିବେ। କାହିଁକିନା ଗ୍ରାଜୁଏସନ୍ ତାଙ୍କର ଯେତେବେଳେ ସରିବ ସେତେବେଳେ ତାଙ୍କର କନଫିଡେଣ୍ଟ ହେଇଯାଇଥିବେ ସେମାନେ, ଆଉ ସେମାନେ କ'ଣ କରିବେ ସେମାନେ ତାଙ୍କର ଏକ୍ଜାମ୍ ଉପରେ ପୁରା ସମ୍ପୂର୍ଣ୍ଣ ଆଇଡ଼ିଆ ଆସିଯାଇଥିବ, କେମିତିଆ ସିଲାବସ୍ ରହିଛି, ଏକ୍ଜାମ୍ରେ କ'ଣ ଆସୁଛି କ'ଣ ନାହିଁ ସବୁ ଡିଟେଲ୍ ଜାଣିଦେଇଥିବେ, ଯାହାଫଳରେ କି ତାଙ୍କର 3 ବର୍ଷ ସରିଲା ବେଳେ ତାଙ୍କୁ ଆଉ ଅସୁବିଧା ହେବ ନାହିଁ। ଠିକ୍ ଅଛି, ତ UPSC ଆସ୍ପିରାଣ୍ଟସ୍ ମାନେ ଏଇ ଟାଇପ୍ର ପ୍ରାୟ କରନ୍ତି। ଆଉ ଅଲଗା ଜବ୍ର ଏକ୍ଜାମ୍ର ପିଲାମାନେ ନର୍ମାଲ୍ କିଏ କିଛି ଏମିତି କରନ୍ତିନି, ସମସ୍ତେ ବାସ୍ ନର୍ମାଲି 10th +2 +3 ପଢ଼ନ୍ତି, ତାପରେ ଯାଇକି ପ୍ରିପାରେସନ୍ କରିବା ଆରମ୍ଭ କରନ୍ତି। ଦେଖନ୍ତୁ ଆମର ଅସୁବିଧାଟା ସେଇଠି ହିଁ ରହିଯାଇଥାଏ। ଠିକ୍ ଅଛି, ଏବେ ଦେଖନ୍ତୁ ଆପଣଙ୍କର ଛୋଟ ଆପଣଙ୍କୁ ତ ଗୋଟେ ଏକ୍ଜାମ୍ପଲ୍ ଦେଲି ଏଇ ଟାଇପ୍ର UPSC ଆସ୍ପିରାଣ୍ଟମାନଙ୍କ କଥା କହିଲି। ସେଇ ଟାଇପ୍ର ଆପଣମାନେ ଯଦି ଦେଖିବେ ମନେକର ଛୋଟିଆ ଗୋଟେ ପଞ୍ଚମ କ୍ଲାସ୍ ପିଲାକୁ ଆପଣମାନେ ଦେଖିବେ। ଠିକ୍ ଅଛି, ପଞ୍ଚମ କ୍ଲାସ୍ ପିଲାଟି ଯେତେବେଳେ ସିଏ ଆଦର୍ଶ ବିଦ୍ୟାଳୟ ପାଇଁ କି ନବୋଦୟ ବିଦ୍ୟାଳୟ ପାଇଁ ଯେତେବେଳେ ସିଏ ଏକ୍ଜାମ୍ ପାଇଁ ପ୍ରିପାରେସନ୍ ଆରମ୍ଭ କରେ, ସିଏ କ'ଣ କରେ, ସେ ପଞ୍ଚମ କ୍ଲାସ୍ର ବର୍ଷ ଆରମ୍ଭରୁ ହିଁ ସେ ପ୍ରିପାରେସନ୍ କରିବା ଆରମ୍ଭ କରିଥାଏ। ଠିକ୍ ଅଛି, ତ
तो सी पंचम क्लास ही प्रिपरेशन करवा आरंभ करता है जहाँफल कि तार इयर एंडिंग रे जो से 6 क्लास को जावाई नवोदय विद्यालय एग्जाम कि आदर्श विद्यालय एग्जाम देले ना आउट गोटे अच्छे आम सैनिक स्कूल एग्जाम तो से सी भल स्कोर रखी उत्तीर्ण होता है जदि सी से एग्जामटा तार एग्जाम जब हम मानक पंचम क्लास जो तार आदर्श विद्यालय एग्जाम कि एंट्रांस एग्जामटा जोटा से मनकर से जो तार एग्जाम जब होगा थी तार जब गोटे मस आगु स्टार्ट करता से केवल से सक्सीड हो पार हो ना माने बहुत कम थी आउ 6 क्लास को जापर ना माने 6 क्लास को माने से जो आदर्श विद्यालय पढ़ा कि नवोदय विद्यालय पढ़ा कि सैनिक स्कूल पढ़ा यहाँ पाखे संभव हो पार ना कहीं टाइम बहुत कम थाए ठीक से आम मान क्षेत्र में होता है ठीक अच्छे तो आम मैंने जो गवर्नमेंट जॉब प्रिपरेशन कर आम मैंने मुख्यतः कौन करता ना आम मान सब पाठपढ़ा सरी थाए तापर जाकि आम गवर्नमेंट जॉब प्रिपरेशन करने जाओ माने कोडी कोचिंग रे जॉइन हो कि जहाँ भी किसी हो ठीक अच्छे कितु ये आम कौन होता है ना आम मैंने जो एग्जाम सिलेबस उपर ही परिचित होला बेले एग्जाम क्वेश्चन लेवल सब डिटेल आम परिचित होला बेले ही प्रथम कथा है सिलेबस आम सिलेबस उपर परिचित होला बेलू आमको गोटे वर्ष 2 वर्ष एमती चली जाए तापर जाकि आम प्रिपरेशन कर देखो आम तो एमती आमर टोटाल आगुरी प्रिपरेशन होती ठीक अच्छे तापर जाकि आम प्रिपरेशन कला बेले आमर टाइम अधिक अधिक सरी जाए ठीक अच्छे माने आमर एमती ही गोटे 5 वर्ष माने ग्रेजुएशन कले आप 3 वर्ष एपट आ प्रिपरेशन है 2 वर्ष पर आप पूरा एग्जाम उपर आसला बेले आपको सब आइडिया आसला बेले आपको एमती 5 वर्ष पड़े जाए तो ठीक अच्छे तो आज मुझे जिनस जेहेतु मुझे ठीक मन कली यहाँ सेयार करी आप सागर कहीं जो भाई भाई मैंने बर्तमान ग्रेजुएशन पढ़ुं देखो मुझे मोर ये टपिक कौन लिखी ना केबेठू सरकारी चाकरी निमंते प्रिपरेशन करवा भल हम ठीक अच्छे मुझे जिनसा लिखी देखो कौन लिखी ना केबेठू सरकारी चाकरी निमंते प्रिपरेशन करवा भल तो से मो मतरे मुझे कहबी जमी यूपीएससी आस्पिरेंट रही से यूपीएससी तो गोटे बड़ टपिक आप कहे हाँ से तो यूपीएससी तो अधिक सिलेबस थाए तो से ग्रेजुएशन लेवल करमर तो अलग जॉब करूँ आम से हार्ड नहीं आम पर ग्रेजुएशन सरला आराम कर देखो एमती कले आपको कौन असुविधा मुझे असुविधाटा कहली लेकिन आप सिलेबस सागर परिचित है आपको गोटे वर्ष 2 वर्ष पड़े थाए जहाँफल कि आपको असुविधा होता है ठीक अच्छे आप देखो आपको बर्तमान किसी जना पड़न लेकिन आप बर्तमान ग्रेजुएशन लेवल अच्छे आपने आराम सांगसाथी सागर आसिले आप कलेज कले जहाँ किसी कलेज लाइफ एंजॉय कर तो आपको ए किसी बर्तमान किसी फरक पड़न कि जो आप ग्रेजुएशन सर कि आप जो पाठपढ़ा सर से आप मुंडे प्रेसर आसो केमती सरकारी चाकरी खंडे करने केमती प्रिपेयर हे ठीक अच्छे तो मुझे सजेस्ट करी ना केबेठू आप सरकारी चाकरी निमंते प्रिपरेशन करेंगे ना आपंकर ग्रेजुएशन लेवल ही प्रिपरेशन करूँ ठीक अच्छे तो आपने कौन केबेठू करेंगे ना ग्रेजुएशन लेवल ही आपने प्रिपरेशन करवा आरंभ करूँ मुझे ग्रेजुएशन पढ़ा समय ही आरंभ करूँ ठीक अच्छे ग्रेजुएशन लेवल मैंने आपने जो ग्रेजुएशन पढ़ुं ठीक अच्छे देखो ग्रेजुएशन आप पढ़ा समय ही आरंभ करूँ ठीक अच्छे ग्रेजुएशन को पढ़ा समय ही आरंभ करता देखो ग्रेजुएशन माने कौन जो आपणकर पढ़ा समय ही करेंगे लिखी दूसरी देखो माने केबे आपण माने करेंगे ना आपण माने आपणकर जो आपणकर बीए कि बीए पढ़ुंट कि बीएससी कि बीकम आप ग्रेजुएशन मैंने आम तो ये 3टा मुख्यतः आम जानते बीए कि बीएससी कि बीकम एम यही सब पढ़ा समय आपने जो ईयर था ना कहीं आपने फास्ट ईयर था सेकेंड ईयर था कि फाइनाल ईयर था आपने जो ईयर भी अच्छे आपने करूँ आपने प्रिपरेशन करूँ देखो मुझे कहीं ग्रेजुएशनटा कहली कहीं देखो आप 10th लेवल कि +2 लेवलटा आपको प्रिपरेशन करवा संभव होनी कहीं आप बोर्ड एग्जाम थाए ठीक अच्छे तो कितु ग्रेजुएशन तो एग्जाम रे प्रेसर न थाए कहीं आजिकल से सेमिस्टर सिस्टम भी आसला आपंकर पूरा ईयर सिलेबस को आप 2 भाग विभक्त कर तो 2टा सेमिस्टर लिखाई दो तो आप पढ़ार प्रेसर एत नथिबो कहीं बोर्ड एग्जाम ना आपने जेहेतु जेहेतु आगुरी +2 पढ़ी +2 पढ़ी जो भी पाठ आप आर्ट्स है साइंस है कमर्स है आप सब पढ़ी ठीक अच्छे तो आप खाली ये आप सेल्फ स्टडी करके ग्रेजुएशन को आराम से क्लीयर करेंगे जो 10th और +2 जमी बोर्ड एग्जाम थाए तो ये किसी प्रेसर न थाए से देखो आप जो ग्रेजुएशन करुवे आपने विभिन्न कम्पिटेटिव सॉरी कंप्यूटर कोर्स भी जॉइन कर किए पीजीडीसीए किए कौन सब कर ठीक अच्छे तो मुझे यह सजेस्ट करी आपने कौन करूँ आपमती अलग कंप्यूटर जमी प्रिपरेशन कर भावुँ कौन हाँ मोर 3 वर्ष सर जाइए मोर टैलीटा सरी जाइए गोटे पीजीडीसीए सर कंप्यूटर कोर्स एनी कंप्यूटर कोर्स सरी जाइए आप भावुँ तो आपने से टाइप कौन करूँ ना आपने मुझे कहबी ये आपको किए कही कि नहीं मुझे जानी कि आप मन में आइडिया थी कि नहीं जानी कि आपने कौन ग्रेजुएशन पढ़ा समय ही आपने कौन करूँ ना सरकारी चाकरी निमंते प्रिपरेशन करवाटा आपने आरंभ करूँ जदि आप मन में आपंकर मन में यही अच्छे हाँ मुझे गोटे सरकारी चाकरी खंडे करी अच्छा आउ जब जहाँ मन थी ना मु नॉर्मल प्राइवेट जॉब करी कि बिजनेस करी तो से एत किसी प्रेसर नहीं आपने ग्रेजुएशन सरला भी करेंगे से किसी नहीं कि जो मानक
ଯେଉଁମାନଙ୍କର ଏଇମ୍ ଅଛି ଯେ ସରକାରୀ ଚାକିରି କରିବେ। ଦେଖନ୍ତୁ ସରକାରୀ ଚାକିରି ମାନେ ପ୍ରାୟତଃ ସମସ୍ତଙ୍କୁ ସରକାରୀ ଚାକିରି ପାଇଁ କରିବା ପାଇଁ ସମସ୍ତେ ଇଚ୍ଛା ଥାନ୍ତି, ଠିକ୍ ଅଛି। ସେ ଗରିବ ବା ମିଡ଼ିଲ୍ କ୍ଲାସ୍ର ପିଲା ହୁଅନ୍ତୁ କି ଧନୀ ପିଲା ଯିଏ ବି ହୁଅନ୍ତୁ, ଠିକ୍ ଅଛି। ତ ଆପଣମାନେ ଯିଏ ବି କରିବାକୁ ଚାହାନ୍ତି, ତ ଆପଣମାନଙ୍କୁ ମୁଁ କହିବି ଆପଣମାନେ ଲେଟ୍ରେ ଷ୍ଟାର୍ଟ ନ କରି ଆପଣମାନେ ଗ୍ରାଜୁଏସନ୍ ଲେଭେଲ୍ରୁ ହିଁ ଆରମ୍ଭ କରନ୍ତୁ, ଠିକ୍ ଅଛି। ଆପଣମାନେ କେବେଠୁ ନା ଆପଣଙ୍କୁ ଗ୍ରାଜୁଏସନ୍ ଲେଭେଲ୍ରୁ ହିଁ ଆରମ୍ଭ କରନ୍ତୁ। ଗ୍ରାଜୁଏସନ୍ ପଢ଼ିବା ସମୟରେ ମାନେ BA BSc ଆଉ BCom ମାନେ ଆପଣମାନେ ଯେତେବେଳେ ତା'ର ଫାର୍ଷ୍ଟ ଇୟର୍ ସେକେଣ୍ଡ ଇୟର୍ କିମ୍ବା ଫାଇନାଲ୍ ଇୟର୍ରେ ଅଛନ୍ତି, ଯେଉଁଥିରେ ମଧ୍ୟ ଆପଣମାନେ ତ ଯଦି ଫାର୍ଷ୍ଟ ଇୟର୍ରୁ ଷ୍ଟାର୍ଟ କରିବେ ଆହୁରି ବହୁତ ଭଲ। କାହିଁକିନା ଦେଖନ୍ତୁ ଆପଣମାନେ ଯଦି ଫାର୍ଷ୍ଟ ଇୟର୍ରୁ ଷ୍ଟାର୍ଟ କଲେ ଆପଣଙ୍କ ହାତରେ 3 ବର୍ଷ ରହିଲା, ଫାର୍ଷ୍ଟ ଇୟର୍ ସେକେଣ୍ଡ ଇୟର୍ ଆଉ ଫାଇନାଲ୍ ଇୟର୍, ଥାର୍ଡ଼ ଇୟର୍ ଯେଉଁ ରହିଲା ବା ଫାଇନାଲ୍ ଇୟର୍ ରହିଲା, ଆପଣଙ୍କର 3 ବର୍ଷ ଆପଣଙ୍କ ଟାଇମ୍ ରହିବ। ଯଦି ଆପଣ ସେକେଣ୍ଡ ଇୟର୍ କରିବେ ଆପଣଙ୍କ ହାତରେ ହେଉଛି 2 ବର୍ଷ ରହିବ। ଏ ଟାଇପ୍ର ଦେଖନ୍ତୁ ଆପଣଙ୍କର ଗ୍ରାଜୁଏସନ୍ ସରିଲା ବେଳେ ଆପଣ ଯେତେବେଳେ ଗ୍ରାଜୁଏସନ୍ ସରିଯିବ ଆପଣଙ୍କୁ କେତେ ହେଇଥିବ ନା ଆପଣଙ୍କୁ ନିଶ୍ଚୟ ତ 18 ବର୍ଷ ପ୍ଲସ୍ ହେଇଥିବ, ସମସ୍ତଙ୍କୁ ନିଶ୍ଚୟ ଯାହାହେଲେ ବି 19 ପ୍ଲସ୍ କିମ୍ବା 20 ବର୍ଷ ହେଇଥିବ। ତାହେଲେ ଆପଣମାନଙ୍କର ଯେଉଁ ଆପଣଙ୍କର ମିନିମମ୍ ଏଜ୍ ଅଛି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ, ଯେଉଁ ଆପଣଙ୍କର ମିନିମମ୍ ଏଜ୍ ଯେଉଁଟାକି 18 ବର୍ଷ ରହିଲା, ଠିକ୍ ଅଛି। ମିନିମମ୍ ଏଜ୍ ଯେଉଁଟାକି ଆପଣଙ୍କର 18 ବର୍ଷ ବା 18 ପ୍ଲସ୍ ରହିଲା, ସେଇଟା ଆପଣଙ୍କୁ ଅଟୋମେଟିକାଲି ହେଇଯାଇଥିବ, ଠିକ୍ ଅଛି। ଆଉ କେତେଟା ଜବ୍ ଅଛି ଯେଉଁଟାକି ଗ୍ରାଜୁଏସନ୍ ଲେଭେଲ୍ ଜବ୍ ଗୁଡ଼ା ରହିଲା, ସେଇଟା ଯେଉଁଟାରେ କି ଆମର OSSC ଯେଉଁଟାକି ଆପଣଙ୍କର 21 ପ୍ଲସ୍ ବର୍ଷ ଥାଏ, ସେଥିପାଇଁ ଆପଣଙ୍କୁ ଆଉ ଗୋଟେ ବର୍ଷ ୱେଟ୍ କରିବାକୁ ପଡ଼ିବ। କିନ୍ତୁ ସେଇ ଯେଉଁ ୱେଟ୍ କଲେ ମଧ୍ୟ ଆପଣମାନେ କ'ଣ କରିପାରିବେ, ଆପଣ ସେଇଟାକୁ ଆଉ ଟିକେ ପ୍ରାକ୍ଟିସ୍ କରିଦେବେ, ତ ଆପଣଙ୍କର ଜବ୍ ପାଇବାଟା ସୁବିଧା ହେଇଯିବ, ଠିକ୍ ଅଛି। ତ ମୁଁ ଆପଣମାନଙ୍କୁ କହିବି ଯେ ଆପଣମାନେ ଗ୍ରାଜୁଏସନ୍ ଲେଭେଲ୍ରୁ ହିଁ ସରକାରୀ ଚାକିରି ନିମନ୍ତେ ପ୍ରିପାରେସନ୍ କରିବା ଆରମ୍ଭ କରନ୍ତୁ। ତା ପାଇଁ କେମିତି କ'ଣ ସେଇଟା ମୁଁ ତ ଆପଣଙ୍କୁ ଆଗକୁ କହିବି। ତ ଆପଣମାନେ ପ୍ରଥମେ ଏଇମ୍ ରଖନ୍ତୁ ଯେ ମୁଁ ମୋର ଗ୍ରାଜୁଏସନ୍ ପଢ଼ିବା ସମୟରେ ମୁଁ ଯେମିତି ଗୋଟେ କମ୍ପ୍ୟୁଟର କ୍ଲାସ୍ଟେ କରୁଛି, PGDCA ଜଏନ୍ ହେଇଛି କି ଟାଲିଟେ ଗୋଟେ କରୁଛି, ସେଇ ଟାଇପ୍ର ମୁଁ କମ୍ପିଟେଟିଭ୍ ଏକ୍ଜାମ୍ ନିମନ୍ତେ ମୁଁ ପ୍ରିପାରେସନ୍ କରିବି। ଆପଣମାନେ ପ୍ରଥମେ ଏଇଟା ମନେ ରଖନ୍ତୁ, ଠିକ୍ ଅଛି। ଆଉ କ'ଣ କେମିତି କରିବା ମୁଁ ଆପଣଙ୍କୁ ଭିଡ଼ିଓରେ ଆଗକୁ କହିବି, ଆପଣଙ୍କୁ ଆଗକୁ ଗାଇଡ଼୍ କରିବି, ଠିକ୍ ଅଛି। ତ ଆପଣମାନେ ଭିଡ଼ିଓଟି ଶେଷ ଯାଏଁ ଦେଖନ୍ତୁ, ଯାହାଫଳରେ ଆପଣଙ୍କର ସବୁ ଡାଉଟ୍ କ୍ଲିୟର୍ ହେଇଯିବ। ଆଉ ଆଶା କରୁଛି ଆପଣଙ୍କର 3 ବର୍ଷ ସରିଲା ଭିତରେ ଆପଣମାନେ ଜବ୍ ପାଇବା ପାଇଁ ଆପଣଙ୍କ ମନରେ ମଧ୍ୟ ଗୋଟେ ଏଇମ୍ ଆସିଯିବ ଏବଂ ଆପଣମାନେ ମୋଟିଭେଟ୍ ହେଇ ବି ଯିବେ ଏବଂ ଚାକିରି ମଧ୍ୟ ପାଇବା ପାଇଁ ଆପଣଙ୍କୁ ଇଜି ହେଇଯିବ, ଠିକ୍ ଅଛି। ତ ଚାଲନ୍ତୁ ଆଉ କ'ଣ ଆମେ ନେକ୍ସଟ ଦେଖିବା। ଦେଖନ୍ତୁ ତ ଆପଣ ଜାଣିଲେ ତ ମିନିମମ୍ ଏଜ୍ ରହିଲା 18 ପ୍ଲସ୍ ଯେଉଁଟାକି ରହିଲା ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ। ଆଉ କେଉଁ କେତେଟା ଜବ୍ 21 ପ୍ଲସ୍ ରହିଲା। 21 ପ୍ଲସ୍ଟା ଗ୍ରାଜୁଏସନ୍ ଲେଭେଲ୍ ଜବ୍ ଗୁଡ଼ା ମାନେ ଯେଉଁଟାରେ କି BA BSc କିମ୍ବା BCom ମାଗିଥାଏ, ତ ସେଇଟା ପାଇଁ ତ 21 ପ୍ଲସ୍ ରହିଲା। କିନ୍ତୁ ଅଲଗା ଜବ୍ ଗୁଡ଼ା 10th ଲେଭେଲ୍ କିମ୍ବା +2 ଲେଭେଲ୍ ଜବ୍ ଗୁଡ଼ା 18 ପ୍ଲସ୍ ଥାଏ, ତ ସେଥିପାଇଁ ଆପଣମାନେ ଇଲିଜିବଲ୍ ହେଇଯିବେ। ତା ସହିତ ଆପଣଙ୍କ 3 ବର୍ଷ ସରିଲା ବେଳେ ଆପଣମାନେ ଏକ୍ଜାମ୍ର ସିଲାବସ୍ ସାଙ୍ଗରେ ବହୁତ ପରିଚିତ ହେଇଯାଇଥିବେ ଆଉ ଆପଣମାନେ ଅନ୍ୟମାନଙ୍କ ଅପେକ୍ଷା ଆଗରେ ଥିବେ। ଦେଖନ୍ତୁ ଆପଣମାନେ କ'ଣ କରନ୍ତୁ, ଆପଣମାନେ ଚିନ୍ତା କରନ୍ତୁ ଆପଣଙ୍କର ଯେଉଁ ସହପାଠୀମାନେ ଯେଉଁମାନେ ଅଛନ୍ତି ବା ଆପଣଙ୍କ କ୍ଲାସମେଟ୍ ମାନେ ରହିଛନ୍ତି, ଯେଉଁମାନଙ୍କର ଏଇଟା ଜାଣିନାହାନ୍ତି, ସେମାନେ କ'ଣ କରିବେ, ମନେକର ଗ୍ରାଜୁଏସନ୍ ପଢ଼ିବା ପରେ ସେମାନେ ଷ୍ଟାର୍ଟ କରିବେ ହେଉଛି ଜବ୍ ପ୍ରିପାରେସନ୍ କରିବାଟା, ଠିକ୍ ଅଛି। ସେ ଗ୍ରାଜୁଏସନ୍ ପଢ଼ିବା ପରେ ଷ୍ଟାର୍ଟ କରିବେ, ଆପଣ ଗ୍ରାଜୁଏସନ୍ ଲେଭେଲ୍ରୁ ଷ୍ଟାର୍ଟ କରିବେ, ତାମାନେ ଆପଣ ନିଶ୍ଚୟ ତାଙ୍କମାନଙ୍କ ଠାରୁ 3 ବର୍ଷ ଆଗରେ ରହିଯିବେ, ଠିକ୍ ଅଛି। ଆପଣଙ୍କର ପାଖରେ 3 ବର୍ଷର ଏକ୍ସପିରିଏନ୍ସ ଅଧିକା ଥିବ, ଠିକ୍ ଅଛି। ଯାହାଫଳରେ କି ଆପଣମାନେ ନିଶ୍ଚୟ ତାଙ୍କଠାରୁ ଅଧିକ ରହିଲେ, ଆଗରେ ରହିଲେ ବା ଆପଣଙ୍କର କମ୍ପିଟିସନ୍ ଲେଭେଲ୍ଟା ଆପଣ କମ୍ପିଟିସନ୍ଟା ଆପଣମାନେ ଆଗରେ ରହିଲେ, ଠିକ୍ ଅଛି। ମାନେ ଆପଣ ଯେଉଁ କଲେଜରେ ପଢ଼ୁଛନ୍ତି ତାଙ୍କ କଥା ଛାଡ଼ି ଦିଅନ୍ତୁ, ଓଡ଼ିଶାରେ ଯେତେ ଭାଇ ଭଉଣୀ ଅଛନ୍ତି ଯେଉଁମାନେ କି ଆପଣଙ୍କ ସାଙ୍ଗରେ ପଢ଼ୁଛନ୍ତି ବା ଆପଣଙ୍କର କ୍ଲାସମେଟ୍ ପିଲା ହେଇଥିବେ, ତ ସେମାନେ ଯେତେବେଳେ ତାଙ୍କର ଗ୍ରାଜୁଏସନ୍ ସରିବେ, ତାଙ୍କେ ଯେତେବେଳେ ସେ ପ୍ରିପାରେସନ୍ ଷ୍ଟାର୍ଟ କରିବେ, ଆପଣ ନିଶ୍ଚୟ ତାଙ୍କଠାରୁ 1 ବର୍ଷ 2 ବର୍ଷ କିମ୍ବା 3 ବର୍ଷ ଆଗରେ ରହିବେ, ଠିକ୍ ଅଛି। ତ ଆପଣ ଏଇଟା ମନରେ ଭାବନ୍ତୁ, ଠିକ୍ ଅଛି। କାହିଁକିନା ବେସିକାଲି ବହୁତ ପିଲା ଜାଣନ୍ତିନି ଏଇ ବିଷୟରେ, ଗଭର୍ଣ୍ଣମେଣ୍ଟ ଜବ୍ ବିଷୟରେ ଜାଣନ୍ତି ହିଁ ନାହିଁ। ତ ସେମାନେ ପ୍ରିପାରେସନ୍ କରିବାଟା ଗ୍ରାଜୁଏସନ୍ ପରେ ହିଁ ଷ୍ଟାର୍ଟ କରନ୍ତି। ତାଙ୍କୁ ଯେତେବେଳେ କିଏ ଗୋଟେ କହିବ ପ୍ରିପାରେସନ୍ କରିବା କି କ'ଣ କରିବା କି ସାଙ୍ଗସାଥି ମିଶିକି ଏ ଟାଇପ୍ର ହିଁ କରନ୍ତି, ଗ୍ରାଜୁଏସନ୍ ସରିବା ପରେ ହିଁ କରନ୍ତି। ତ ମୁଁ ଆପଣମାନଙ୍କୁ କହିବି ଯେମିତି UPSC ପିଲାମାନେ ସେମାନଙ୍କର ଗ୍ରାଜୁଏସନ୍ ପଢ଼ିବା ସମୟରେ ହିଁ ପ୍ରିପାରେସନ୍ କରୁଛନ୍ତି, ଆପଣମାନେ ମଧ୍ୟ ଯଦି ଏନି ଗଭର୍ଣ୍ଣମେଣ୍ଟ ଜବ୍ ପାଇବା ପାଇଁ ଚାହାନ୍ତି, ତାହେଲେ ଆପଣମାନେ କ'ଣ କରନ୍ତୁ, ଗ୍ରାଜୁଏସନ୍ ଲେଭେଲ୍ରୁ ହିଁ ପଢ଼ିବା ଆରମ୍ଭ କରନ୍ତୁ, ଠିକ୍ ଅଛି। ତ ଆପଣ ଜାଣିପାରିଲେ କେବେଠୁ ଆପଣ ପଢ଼ିବା ଆରମ୍ଭ କରିବେ, ଗ୍ରାଜୁଏସନ୍ ଲେଭେଲ୍ରୁ ହିଁ ପ୍ରଥମେ ଜାଣିପାରିଲେ କେଉଁଠୁ ଷ୍ଟାର୍ଟ କରିବେ ନା ଗ୍ରାଜୁଏସନ୍ ଲେଭେଲ୍ରୁ ଷ୍ଟାର୍ଟ କରିବେ। ଯିଏ ଯେଉଁରେ ଅଛନ୍ତି ଫାର୍ଷ୍ଟ ଇୟର୍ ସେକେଣ୍ଡ ଇୟର୍ ଫାଇନାଲ୍ ସେଇଠି ପଢ଼ିବା ଷ୍ଟାର୍ଟ କରନ୍ତୁ, ଠିକ୍ ଅଛି। ତ ମୁଁ ଆପଣଙ୍କୁ ଏହା କହିବି। ତ ଚାଲନ୍ତୁ ଦେଖିବା ଆମର ନେକ୍ସଟ ଆମର କ'ଣ ଥିଲା କ୍ୱେଶ୍ଚିନ୍ଟି ଆମମାନଙ୍କର। ଦେଖନ୍ତୁ କ'ଣ ଲେଖା ହେଇଛି, ଦେଖନ୍ତୁ ଗ୍ରାଜୁଏସନ୍ କରିବା ସମୟରେ କେତେ ସମୟ ଆପଣମାନେ କମ୍ପିଟେଟିଭ୍ ଏକ୍ଜାମ୍ ନିମନ୍ତେ ଦେବେ। ଦେଖନ୍ତୁ ଆପଣ ଯେତେବେଳେ ଗ୍ରାଜୁଏସନ୍ ପଢ଼ୁଛନ୍ତି, ଠିକ୍ ଅଛି, ଆପଣ ଯେତେବେଳେ ଗ୍ରାଜୁଏସନ୍ ପଢ଼ୁଛନ୍ତି ମାନେ ଆପଣଙ୍କର ତ ଗ୍ରାଜୁଏସନ୍ର ପାଠ ବି ତ ଥିବ, ଏମିତି ନୁହେଁ ଯେ ଆପଣମାନେ ଖାଲି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପଢ଼ିବେ। ଆପଣଙ୍କର ଯେଉଁ ସିଲାବସ୍, ଆପଣଙ୍କର ଯେଉଁ ପାଠ ଯାହା ରହିଛି BA BSc BCom ଯାହା ରହିଛି, ଆପଣ ତ ସିଆ ବି ତ ପଢ଼ିବାକୁ ପଡ଼ିବ ନା। ତ ଆପଣମାନେ ଦିନକୁ କେତେ ସମୟ ଆପଣମାନେ କମ୍ପିଟେଟିଭ୍ ଏକ୍ଜାମ୍ ପ୍ରିପାରେସନ୍ ନିମନ୍ତେ ଦେବେ। ଦେଖନ୍ତୁ ମୁଁ ଆପଣଙ୍କୁ କହିବି, ଆପଣଙ୍କୁ ବେଶୀ ଦରକାର ନାହିଁ। ଦେଖନ୍ତୁ ଆଉ ଆପଣମାନେ ଯଦି ବେଶୀ ଥିବେ ତ ବହୁତ ଭଲ କଥା, କାହିଁକିନା ଆପଣଙ୍କ ପାଖରେ ଏବେ ବହୁତରୁ ବହୁତ ଟାଇମ୍ ଅଛି, କାହିଁକିନା ଗ୍ରାଜୁଏସନ୍ ପଢ଼ିବା ସମୟରେ। ତ ଆପଣମାନେ ମିନିମମ୍ ଦିନକୁ ମିନିମମ୍ ଆପଣମାନେ କେତେ ସମୟ ଦିଅନ୍ତୁ, ମୋ ମତରେ ଆପଣ ଦିନକୁ 3 ଘଣ୍ଟା ଦିଅନ୍ତୁ, ଠିକ୍ ଅଛି। 3 ଆୱାର୍ସ, ତ 3 ଆୱାର୍ସ ଡେଲି, ଠିକ୍ ଅଛି। ଆପଣ ଦିନକୁ 3 ଘଣ୍ଟା ଲେଖାଏଁ ଦିଅନ୍ତୁ, ଠିକ୍ ଅଛି। 3 ଘଣ୍ଟା ଯଦି ଆପଣଙ୍କୁ ବେଶୀ ଅଛି, ନହେଲେ ମିନିମମ୍ 2 ଘଣ୍ଟା ଦିଅନ୍ତୁ। ତ 2 ରୁ 3 ଆୱାର୍ସ ଆପଣମାନେ ଡେଲି ଦିଅନ୍ତୁ। ତ 2 ରୁ 3 ଘଣ୍ଟା ଆପଣମାନେ ଡେଲି କମ୍ପିଟେଟିଭ୍ ଏକ୍ଜାମ୍ ପ୍ରିପାରେସନ୍ ନିମନ୍ତେ ଦିଅନ୍ତୁ, ଠିକ୍ ଅଛି। ଆପଣମାନେ ଦେଖନ୍ତୁ ଆପଣମାନେ ତ
ଆପଣଙ୍କର ରିଲ୍ସ ଦେଖିବା କି ଅନ୍ୟମାନଙ୍କ ଜିନିଷ ଗୁଡ଼ା ଦେଖିବାରେ ଆପଣମାନେ ଟାଇମ୍ ୱେଷ୍ଟ କରନ୍ତି। ତ ସେଇ ଟାଇପ୍ର ତ ଆପଣମାନେ ସେଇ ଜାଗାରେ ଟାଇମ୍ ୱେଷ୍ଟ ନ କରିକି ଆପଣ ମିନିମମ୍ 2 ରୁ 3 ଘଣ୍ଟା, ଯଦି ବି ଆପଣଙ୍କ 2-3 ଘଣ୍ଟା ବି ଅଧିକ ହେଉଛି ତାହେଲେ 1 ଘଣ୍ଟା ବି ଦିଅନ୍ତୁ। ତ ମୁଁ କହିବା ଅର୍ଥ ଆପଣ କିଛି ବି ପ୍ରଥମେ ଆପଣ ଯେଉଁଟା ବି ହେଉ ଆପଣମାନେ ଷ୍ଟାର୍ଟିଂ କରନ୍ତୁ, ଠିକ୍ ଅଛି। ଆପଣଙ୍କୁ ଯେତିକି ସମୟ ହୋଇପାରିବ ଦିନକୁ, ତ ଆପଣ ସେତିକି, ତ 1 ଘଣ୍ଟା 2 ଘଣ୍ଟା 3 ଘଣ୍ଟା ଆପଣଙ୍କୁ ମ୍ୟାକ୍ସିମମ୍ ଯେତେ ହେଇପାରିବ ଆପଣ ବାସ୍ ସେତିକି ସମୟ ଦିଅନ୍ତୁ। କାରଣ ଆପଣ ଛାଡ଼ନ୍ତୁ, ଆପଣମାନେ ପ୍ରଥମେ 1 ଘଣ୍ଟାରୁ ହିଁ ଷ୍ଟାର୍ଟ କରନ୍ତୁ। କାହିଁକିନା ଗୋଟେ ସାଙ୍ଗରେ 2 ଘଣ୍ଟା 3 ଘଣ୍ଟା ଆପଣମାନେ ପଢ଼ିପାରିବେନି। ଆପଣ 1 ଘଣ୍ଟାରୁ ହିଁ ଷ୍ଟାର୍ଟ, ତ ଦିନକୁ 1 ଘଣ୍ଟା ଦିଅନ୍ତୁ ବାସ୍। ଆପଣମାନେ ପ୍ରଥମେ 1 ଘଣ୍ଟା ହିଁ ପ୍ରଥମେ ଏକ୍ଜାମ୍ ପାଇଁ ମାନେ ହେଉଛି କମ୍ପିଟେଟିଭ୍ ପଢ଼ିବା ପାଇଁ ଦିଅନ୍ତୁ, ଠିକ୍ ଅଛି। ତ ଆପଣଙ୍କୁ କହିଦେଲେ ଆପଣ କେତେ ସମୟ ପଢ଼ିବା ପାଇଁ ଦେବେ ନା, ଆପଣମାନେ ଦିନକୁ 1 ଘଣ୍ଟା ହିଁ ଦେବେ, ଠିକ୍ ଅଛି। ତାହେଲେ ଚାଲନ୍ତୁ ଦେଖିବା। ତ ଆପଣମାନେ ଜାଣିପାରିଲେ, ତ କେବେଠୁ ପ୍ରିପାରେସନ୍ ଷ୍ଟାର୍ଟ କରିବେ ଜାଣିପାରିଲେ। ଗ୍ରାଜୁଏସନ୍ର ଯେଉଁ ଇୟର୍ରେ ବି ଅଛନ୍ତି ଆପଣମାନେ ସେଇଠୁ ଷ୍ଟାର୍ଟ କରିପାରିବେ, ଠିକ୍ ଅଛି। କରିବାଟା ଭଲ ହେବ। ଏବଂ ଦିନକୁ କେତେ ସମୟ ଦେବେ, ମିନିମମ୍ ଆପଣମାନେ 1 ଘଣ୍ଟା ଦିଅନ୍ତୁ। ଆଉ ଯେତେବେଳେ ଆପଣଙ୍କର ଇଣ୍ଟରେଷ୍ଟ ବଢ଼ିବ, ଆପଣମାନେ ଧୀରେ ଧୀରେ ସେ 1 ଘଣ୍ଟା 2 ଘଣ୍ଟା 3 ଘଣ୍ଟା ଆପଣମାନେ ଦେଖନ୍ତୁ, ଆପଣଙ୍କ ପାଖରେ 3 ବର୍ଷ ଅଛନ୍ତି, ଆପଣମାନେ ଯେତେ ଅଧିକା ଦେଇପାରିବେ ସେତେ ଭଲ, ଠିକ୍ ଅଛି। କିନ୍ତୁ ଆପଣଙ୍କୁ ତ ପ୍ରେସର୍ କରିବିନି, ଆପଣମାନେ 1 ଘଣ୍ଟା ଦେଲେ ମଧ୍ୟ ଆପଣଙ୍କ ପାଇଁ ବେଷ୍ଟ ହେବ, ଠିକ୍ ଅଛି। ତ ଧୀରେ ଧୀରେ ଆପଣଙ୍କୁ ଅଲଗା ସବଜେକ୍ଟ ବି ତ ପଢ଼ିବାକୁ ପଡ଼ିବ ନା, ତ ସେଠି ଆପଣଙ୍କର ଯେଉଁ ଗ୍ରାଜୁଏସନ୍ ସବଜେକ୍ଟ, ଯଦି ମିନିମମ୍ 1 ଘଣ୍ଟା ଆପଣମାନେ ଦିଅନ୍ତୁ। ଯେତେବେଳେ ଆପଣଙ୍କୁ ଆହୁରି ଇଣ୍ଟରେଷ୍ଟ ଲାଗିବ ଜିନିଷ ଗୁଡ଼ା, ତାହେଲେ ଆପଣମାନେ 2 ଘଣ୍ଟା 3 ଘଣ୍ଟା ଏମିତି ଦେଇକି ଆଗକୁ ବଢ଼ାଇ ପାରିବେ, ଠିକ୍ ଅଛି। ଆପଣଙ୍କ ଉପରେ ହେଲା। ତ ପ୍ରଥମେ ଆପଣମାନେ 1 ଘଣ୍ଟାରୁ ହିଁ ଷ୍ଟାର୍ଟ କରନ୍ତୁ, ଠିକ୍ ଅଛି। 1 ଘଣ୍ଟା ଦିଅନ୍ତୁ। ତ ଆପଣ ଜାଣିପାରିଲେ କେତେ ଘଣ୍ଟା ଦିନକୁ ଦେବାକୁ ପଡ଼ିବ ନା, ଆମକୁ ମିନିମମ୍ ଆପଣ କହିଲେ ମ୍ୟାକ୍ସିମମ୍ ଆପଣ ଯେତେ ଦେଇପାରିବେ, ତ ମିନିମମ୍ ଆପଣମାନେ 1 ଘଣ୍ଟା ଦିଅନ୍ତୁ। ଯେ ଆପଣଙ୍କୁ 1 ଘଣ୍ଟା ବି ଯଦି ଆପଣ ଦେଇପାରୁନାହାନ୍ତି, ତାହେଲେ ଆପଣ ତ ସେମିତି କିଛି ଆମେ କହିହେବନି ଯେ ଆପଣ ପ୍ରିପେୟାର କରୁଛନ୍ତି ବୋଲି, ଠିକ୍ ଅଛି। ତାପରେ ମିନିମମ୍ ଦିନକୁ 1 ଘଣ୍ଟା ଦିଅନ୍ତୁ, ଠିକ୍ ଅଛି। ଆଚ୍ଛା, ତାପରେ ଆମର ନେକ୍ସଟ କ୍ୱେଶ୍ଚିନ୍ କ'ଣ ଥିଲା ନା, ଆମର କ'ଣ ଥିଲା ନା, ଦେଖନ୍ତୁ କ'ଣ ଲେଖିଛି ମୁଁ ଆପଣଙ୍କ ପାଖରେ ନା, କ'ଣ ପଢ଼ିବାକୁ ହେବ। ଦେଖନ୍ତୁ ଆପଣ ତ ଏଇ ଫିଲ୍ଡ ସମ୍ପୂର୍ଣ୍ଣ ନୂଆ, ତାହେଲେ ଆପଣଙ୍କୁ କ'ଣ ପଢ଼ିବାକୁ ହେବ, ଠିକ୍ ଅଛି। ତ ଆପଣମାନେ କ'ଣ ସବୁ ପଢ଼ିବେ, ଦେଖନ୍ତୁ କ'ଣ ପଢ଼ିବାକୁ ହେବ। ଦେଖନ୍ତୁ ଆପଣମାନେ ତ ଜାଣିନାହାନ୍ତି କମ୍ପିଟେଟିଭ୍ ବିଷୟରେ ଟୋଟାଲି, ମାନେ ଗଭର୍ଣ୍ଣମେଣ୍ଟ କମ୍ପିଟେଟିଭ୍ ଏକ୍ଜାମ୍, ଦେଖନ୍ତୁ ମୁଁ ବାରମ୍ବାର କମ୍ପିଟେଟିଭ୍ ୱାର୍ଡ଼ଟା ୟୁଜ୍ କରୁଛି। କମ୍ପିଟେଟିଭ୍ ଏକ୍ଜାମ୍ ମାନେ ଏଇ ଯେଉଁ ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ଗୁଡ଼ାକୁ ହିଁ କମ୍ପିଟେଟିଭ୍ ଏକ୍ଜାମ୍ ବୋଲି କୁହନ୍ତି। କାହିଁକିନା ଏଗୁଡ଼ାକ ଯେହେତୁ କମ୍ପିଟିସନ୍ ହେଇକି ହେଇଥାଏ, ସେଥିପାଇଁ ବୋଲିକି ଆପଣଙ୍କର ଏହାକୁ କମ୍ପିଟେଟିଭ୍ ଏକ୍ଜାମ୍ ବା ସରକାରୀ ଏକ୍ଜାମ୍ ବା ଗଭର୍ଣ୍ଣମେଣ୍ଟ ଏକ୍ଜାମ୍, ଯାହା ବି ଆମେ ଗଭର୍ଣ୍ଣମେଣ୍ଟ ଜବ୍ ଯାହା ବି କହୁ, ତାର ବିଭିନ୍ନ ନାଁ ଅଛି, ଠିକ୍ ଅଛି। ତ ଆପଣମାନେ ଦେଖନ୍ତୁ କ'ଣ ପଢ଼ିବାକୁ ହେବ, ଠିକ୍ ଅଛି। ତ ଦେଖନ୍ତୁ କ'ଣ ପଢ଼ିବାକୁ ହେବ, ସେଥିପାଇଁ ମୁଁ ଗୋଟେ ଜାଗାରେ ଆଉ ଗୋଟେ ସ୍ଲାଇଡ଼୍ରେ ଲେଖିକି ଦେଖାଉଛି ଆପଣ ଦେଖନ୍ତୁ କ'ଣ ପଢ଼ିବାକୁ। ତ ଆପଣମାନେ ଏଇଟା ଦେଖନ୍ତୁ ମୁଁ କ'ଣ ଲେଖିଛି, ପଢ଼ନ୍ତୁ ନା କ'ଣ ଲେଖିଛି ଦେଖନ୍ତୁ ଏଠି ନା, ଆପଣଙ୍କ ପାଖରେ କ'ଣ ଲେଖିଛି ଦେଖନ୍ତୁ। କ'ଣ ପଢ଼ିବାକୁ କିନ୍ତୁ କ'ଣ ଲେଖାଛି ନା, ସମସ୍ତ ସରକାରୀ ଏକ୍ଜାମ୍ର ସିଲାବସ୍ ଆପଣଙ୍କର ସେମ୍ ଥାଏ। ଦେଖନ୍ତୁ ଯେତେ ପ୍ରକାର ଏକ୍ଜାମ୍ ରହିଲା, ଯେତେ ପ୍ରକାର ଗଭର୍ଣ୍ଣମେଣ୍ଟ ଜବ୍ ରହିଲା, ସବୁଗୁଡ଼ାକର ସିଲାବସ୍ ପ୍ରାୟତଃ ସମାନ ଥାଏ, ବୁଝିଲେ କି ନାହିଁ। ପ୍ରାୟ ସବୁଗୁଡ଼ାକ ସେମ୍ ଥାଏ। ତ ମୁଖ୍ୟ ପାର୍ଟ ହେଉଛି 3ଟା ପାର୍ଟ ଥାଏ ଆପଣଙ୍କର। ଗୋଟେ ହେଲା କ'ଣ ଆପଣଙ୍କର ନା, ମ୍ୟାଥ୍, ରିଜନିଂ ଆଉ ଜିକେ, ଏଇ 3ଟା ହେଉଛି ମ୍ୟାଥ୍। ତ ଯେତେ ଗୁଡ଼ାଏ ଗଭର୍ଣ୍ଣମେଣ୍ଟ ଜବ୍ ଏକ୍ଜାମ୍ ରହିଲା, ଆପଣମାନେ SSC ଦିଅନ୍ତୁ, ବ୍ୟାଙ୍କିଂ ଦିଅନ୍ତୁ, ରେଲୱେ ଦିଅନ୍ତୁ, ଯାହା ବି ଦିଅନ୍ତୁ, ଆପଣଙ୍କର 3ଟା ମେନ୍ ପାର୍ଟ ଥିବ। ଏଇ 3ଟା ମେନ୍ ପାର୍ଟ ଥିବ ହିଁ ଥିବ। କ'ଣ ଥିବ ଆପଣଙ୍କର, ମ୍ୟାଥ୍ ଥିବ, ରିଜନିଂ ଥିବ ଆଉ ଜିକେ ଥିବ। ଦେଖନ୍ତୁ ଆପଣମାନେ ମ୍ୟାଥ୍ ବିଷୟରେ ତ ପରିଚିତ ଥିବେ। ମ୍ୟାଥ୍ ମାନେ ଗଣିତ, ଆପଣମାନେ ହେଉଛି ପ୍ରଥମ କ୍ଲାସ୍ରୁ କରି ଆସୁଛନ୍ତି, ଗଣିତ ଜାଣିଥିବେ। ଜିକେ ଦେଖନ୍ତୁ, ଜିକେ ମାନେ ଆପଣଙ୍କର ସାଧାରଣ ଜ୍ଞାନ, ଠିକ୍ ଅଛି। ସାଧାରଣ ଜ୍ଞାନ ମାନେ ଆପଣଙ୍କର ହେଲା ଯେମିତି ହିଷ୍ଟ୍ରି ଉପରେ ସବୁ ଅଛି, ମୁଁ ଆପଣଙ୍କୁ କହିବି ଜିକେରେ କ'ଣ ଆସିବ। ତାପରେ ହେଲା ଆପଣଙ୍କର କ'ଣ, ରିଜନିଂ। ଦେଖନ୍ତୁ ଏଇ ପାର୍ଟଟା ଆପଣଙ୍କ ପାଇଁ ନୂଆ ହେଇପାରେ, ରିଜନିଂ ୱାର୍ଡ଼ଟା। ରିଜନିଂଟା କ'ଣ, ରିଜନିଂ ମାନେ ମଧ୍ୟ ଆପଣମାନେ କିଛି ନା ଅଳ୍ପ ବହୁତ ବି କରିଛନ୍ତି, ଯଦି ଯେଉଁମାନେ ପଞ୍ଚମ କ୍ଲାସ୍ରେ ବୃତ୍ତି ଏକ୍ଜାମ୍ କି ନବୋଦୟ ଏକ୍ଜାମ୍ ଦେଇଥିବେ, ଏଣ୍ଟ୍ରାନ୍ସ ଦେଇଥିବେ, ତ ସେମାନେ ଟିକେ ପରିଚିତ ଥିବେ। ତ ଦେଖନ୍ତୁ ଆପଣଙ୍କୁ କ'ଣ ପଢ଼ିବା ହେବ ନା, ଯେତେ ଗଭର୍ଣ୍ଣମେଣ୍ଟ ଜବ୍ ରହିଲା ସବୁଯାକର ତ ସିଲାବସ୍ ସମାନ। ତ ମେନ୍ ପାର୍ଟ ହେଉଛି 3ଟା, ମ୍ୟାଥ୍, ରିଜନିଂ ଆଉ ଜିକେ। ଦେଖନ୍ତୁ ମ୍ୟାଥ୍ରେ ମଧ୍ୟ କ'ଣ, ମ୍ୟାଥ୍ ମାନେ ଆପଣମାନେ ଭାବନ୍ତୁନି ଯେଉଁ ଆପଣଙ୍କର +2 ସାଇନ୍ସ ଯେଉଁମାନେ ନେଇଥିବେ, ଯେଉଁ ଆପଣଙ୍କର ଯେତେ ରହିଲା ବଡ଼ ମାନେ ଆପଣଙ୍କର ହାର୍ଡ଼ ପାଠ ଗୁଡ଼ା ରହିଲା, ସେଗୁଡ଼ାକ ଆସେନି। ନର୍ମାଲ୍ ଆପଣମାନେ ଯେଉଁ ପଢ଼ୁଥିବେ ପ୍ରଫିଟ୍ ଆଣ୍ଡ ଲସ୍, ସିମ୍ପଲ୍ SICI ମାନେ ସିମ୍ପଲ୍ ଇଣ୍ଟରେଷ୍ଟ, କମ୍ପାଉଣ୍ଡ ଇଣ୍ଟରେଷ୍ଟ, ସିମ୍ପ୍ଲିଫିକେସନ୍, ଟାଇମ୍ ଆଣ୍ଡ ଡିଷ୍ଟାନ୍ସ, ଟାଇମ୍ ଆଣ୍ଡ ୱାର୍କ, ପରସେଣ୍ଟେଜ୍, ଏଜ୍, ଏଭରେଜ୍। ତ ଏଇଟା ମୁଁ କେତେଟା ବେସିକ୍ ଜିନିଷ ପାଠ ଗୁଡ଼ା ଲେଖିଛି। ଦେଖନ୍ତୁ ଏଇ ଯେଉଁ କ'ଣ ପ୍ରଫିଟ୍ ଆଣ୍ଡ ଲସ୍, SIC ମାନେ ଏଇ ଯେଉଁ ମୁଁ ପାଠ ଗୁଡ଼ା ଲେଖିଛି, ଏଇ ପାଠ ଗୁଡ଼ା କ'ଣ କରେ, ପ୍ରାୟତଃ ସବୁ ଏକ୍ଜାମ୍ରେ ଏଇ ପାଠରୁ କ୍ୱେଶ୍ଚିନ୍ ଆସିଥାଏ, ମାନେ କମନ୍ ଟପିକ୍ ଗୁଡ଼ା ଥାଏ, ଠିକ୍ ଅଛି। ତ ପ୍ରଫିଟ୍ ଆଣ୍ଡ ଲସ୍, ସିମ୍ପଲ୍ ଇଣ୍ଟରେଷ୍ଟ, କମ୍ପାଉଣ୍ଡ ଇଣ୍ଟରେଷ୍ଟ, ସିମ୍ପ୍ଲିଫିକେସନ୍, ଟାଇମ୍ ଆଣ୍ଡ ଡିଷ୍ଟାନ୍ସ, ଟାଇମ୍ ଆଣ୍ଡ ୱାର୍କ, ପରସେଣ୍ଟେଜ୍, ଏଜ୍, ଏଭରେଜ୍, ଏ ଉପରେ ସବୁ ଆପଣଙ୍କର କ୍ୱେଶ୍ଚିନ୍। ତ ଆପଣମାନେ ଏଇ ବିଷୟରେ ବି ପରିଚିତ। ଦେଖନ୍ତୁ ପ୍ରଫିଟ୍ ଆଣ୍ଡ ଲସ୍ ଆମେ ତ ପଢ଼ିଛନ୍ତି, 10ମ କ୍ଲାସ୍ରେ ପଢ଼ିଥିବେ। ସରଳ ସୁଧ ହେଉଛି ଚକ୍ରବର୍ତ୍ତୀ ସୁଧ, ସିମ୍ପଲ୍ ଇଣ୍ଟରେଷ୍ଟ, କମ୍ପାଉଣ୍ଡ, ସିମ୍ପ୍ଲିଫିକେସନ୍, ସରଳୀକରଣ, ଟାଇମ୍ ଆଣ୍ଡ ସମୟ ଦୂରତା, ଟାଇମ୍ ଆଣ୍ଡ ୱାର୍କ, ଏଜ୍, ପରସେଣ୍ଟେଜ୍, ଏଭରେଜ୍, ଏଗୁଡ଼ା କମନ୍ ଟପିକ୍ ଗୁଡ଼ା। ଦେଖନ୍ତୁ ଏଥିରେ କିଛି ଆପଣଙ୍କର ହାର୍ଡ଼ ଆଣ୍ଡ ଫାଷ୍ଟ ଆସିବନି, ଆପଣଙ୍କୁ ଏତେ କଷ୍ଟ ବି ଆସିବନି। ଆପଣମାନେ ଯାହା ପଢ଼ିଥିବେ ସେଇ ଉପରେ ହିଁ ଆପଣଙ୍କର ଏକ୍ଜାମ୍ ଆସିବ। ଦେଖନ୍ତୁ ଆଚ୍ଛା, ଆଉ ଗୋଟେ ଜିନିଷ ଦେଖନ୍ତୁ ଆପଣଙ୍କର, ଆଚ୍ଛା ଏଇଟା ତ ହେଲା ମ୍ୟାଥ୍। ତ ରିଜନିଂ ଦେଖନ୍ତୁ କ'ଣ, ରିଜନିଂରେ ଆପଣଙ୍କର କ'ଣ ଆସିବ, ବ୍ଲଡ଼ ରିଲେସନ୍ ଆସିବ,
ବ୍ଲଡ଼ ରିଲେସନ୍ ମାନେ କ'ଣ, ଆପଣଙ୍କୁ ଏଇ ଟାଇପ୍ର କ୍ୱେଶ୍ଚନ୍ ଆସିବ। ଆପଣଙ୍କ ମନେ କରନ୍ତୁ ଆମର ଘରେ ଫ୍ୟାମିଲିରେ ଯେମିତି ଆପଣଙ୍କ ବାପାର ଭାଇର ଝିଅ ଆପଣଙ୍କୁ କ'ଣ ହେବ, ତ ଆପଣଙ୍କ ଏଇ ଟାଇପ୍ର ଯେଉଁ ରିଲେସନ୍ ଯେମିତି ଆମର କ'ଣ ବ୍ଲଡ଼ ରିଲେସନ୍, ରକ୍ତ ସମ୍ପର୍କ ଯେଉଁଟା ଡାଇରେକ୍ସନ୍। ଦେଖନ୍ତୁ ଜଣେ ଗୋଟେ ବ୍ୟକ୍ତି ହେଉଛି ଉତ୍ତର ଦିଗକୁ ଏତେ କିଲୋମିଟର ଗଲା, ତାପରେ ସେଠି ଦକ୍ଷିଣ ଦିଗକୁ ଗଲେ, ଏଇ ଟାଇପ୍ର ଗୋଟେ କ୍ୱେଶ୍ଚନ୍ ଆସିବ ଡାଇରେକ୍ସନ୍ ଉପରେ। ନମ୍ବର ସିଷ୍ଟମ୍ ସଂଖ୍ୟା ଉପରେ ଥିବା ଆସିବ, ଆଲଫାବେଟ୍ ମାନେ ABCD ଉପରେ ଆସିବ, ଷ୍ଟେଟମେଣ୍ଟ କନକ୍ଲୁଜନ୍ ଏଇପରି। ଦେଖନ୍ତୁ ଆପଣଙ୍କୁ ଏସବୁ ବିଷୟରେ ଟେନସନ୍ ନେବା ଦରକାର ନାହିଁ, ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲରେ ସବୁ ଜିନିଷ ଗୁଡ଼ା କହିବି, ଆପଣମାନେ ବାସ୍ ଖାଲି ଜାଣନ୍ତୁ କେଉଁ ଟପିକ୍ ଗୁଡ଼ା ତ ଏଇ ଟାଇପ୍ର ଟପିକ୍ ଗୁଡ଼ାକୁ ଆପଣ ରିଜନିଂ କହନ୍ତି। ଜିକେ କ'ଣ, ଜିକେରେ ଆପଣଙ୍କର ହିଷ୍ଟ୍ରି, ଜିଓଗ୍ରାଫି, ସାଇନ୍ସ, ପଲିଟି ମାନେ ପଲିଟିକାଲ୍ ସାଇନ୍ସ ବା ଆମର ରାଜନୀତି ବିଜ୍ଞାନ ଯେଉଁଟା ହେଲା, କରେଣ୍ଟ ଆଫେୟାର୍ସ, ଏତିକି ସବୁ ଆପଣଙ୍କର ଆସିବ। ଦେଖନ୍ତୁ ଆପଣମାନେ ଏଠି ସବୁ ଜାଣିଥିବେ ହିଷ୍ଟ୍ରି ତ, ଜିଓଗ୍ରାଫି, ସାଇନ୍ସ, ପଲିଟି। କରେଣ୍ଟ ଆଫେୟାର୍ସ କ'ଣ, ଏଇଠି ଆପଣଙ୍କ ପାଇଁ ନୂଆ ହେଇପାରେ। ଦେଖନ୍ତୁ କରେଣ୍ଟ ଆଫେୟାର୍ସ ଟପିକ୍ଟା କ'ଣ, କରେଣ୍ଟ ଆଫେୟାର୍ର ମିନିଂ ହେଲା କ'ଣ, ଆପଣଙ୍କର ଦୈନନ୍ଦିନ ଜୀବନରେ ଯେଉଁ ମାନେ ଡେଲି ଆପଣଙ୍କର ଯେଉଁ ନ୍ୟୁଜ୍ ଗୁଡ଼ା ଆସିଲା, ବୁଝିଲେ, ଆପଣଙ୍କର ପ୍ରାଇମ୍ ମିନିଷ୍ଟର କେଉଁଠି ଭିଜିଟ୍ କରିବାକୁ ଯାଇଛନ୍ତି, ଆଉ କେଉଁ ଗେମ୍ରେ କିଏ କ'ଣ ଜିତିଲା, କିଏ କେଉଁ ମେଡ଼ାଲ୍ ଜିତିଲା, ଠିକ୍ ଅଛି, ନହେଲେ କାହାକୁ ଆୱାର୍ଡ଼ ଦିଆହେଲା, ଏଇସବୁ ଉପରେ ଯେଉଁ ସବୁ ଜିନିଷ ଡେଲି ଯେଉଁ ଜିନିଷ ଗୁଡ଼ା ହୁଏ ସେଗୁଡ଼ାକୁ ଆପଣମାନେ କହନ୍ତି କରେଣ୍ଟ ଆଫେୟାର୍ସ। ଠିକ୍ ଅଛି, ତ ଜାଣିପାରିଲେ। ତ ଆପଣଙ୍କର କ'ଣ ପଢ଼ିବେ ଆପଣମାନଙ୍କର ନା ଏଇ ଟାଇପ୍ର ଆପଣମାନେ ଦେଖନ୍ତୁ ତିନିଟା ପାର୍ଟ, ମେନ୍ ପାର୍ଟକୁ ଆପଣ ଦେଖିବେ। ଯେତେ ସବୁ ଏକ୍ଜାମ୍ ଅଛି ସବୁ ଯାକ ତ ସିଲାବସ୍ ସବୁଯାକ ପ୍ରାୟ ସେମ୍। ଦେଖନ୍ତୁ ଏଇଟା ମୁଁ କାହିଁକି କହୁଛି ନା ଯେହେତୁ ମୁଁ ବହୁତ ଗୁଡ଼ା ଏକ୍ଜାମ୍ ଦେଇଛି ତ ଏଥିରୁ ମୁଁ ଜାଣିଛି। ତ ଆପଣମାନେ ଭାବନ୍ତୁନି ସବୁଯାକର ସିଲାବସ୍ ସେମ୍। ଦେଖନ୍ତୁ ତ ସବୁଯାକର ତ ତିନିଟା ମେନ୍ ପାର୍ଟ, ମ୍ୟାଥ୍, ରିଜନିଂ ଆଉ ଜିକେ ଥିବ। ମ୍ୟାଥ୍ରେ ଏଇ ଟପିକ୍ ଗୁଡ଼ା ଥିବ, ରିଜନିଂରେ ଏଇ ଟପିକ୍, ଜିକେରେ ଏଇ ଟପିକ୍ ଥିବ। ଦେଖନ୍ତୁ ତାହେଲେ ସବୁଯାକର ମୁଁ ସେମ୍ କାହିଁକି କହୁଛି, ଦେଖନ୍ତୁ ଏକ୍ଜାମ୍ ଆପଣଙ୍କର କେତେ ପ୍ରକାର ଅଛି। ଦେଖନ୍ତୁ ଏକ୍ଜାମ୍ ଆପଣଙ୍କର ମୁଖ୍ୟତଃ ତିନି ପ୍ରକାର, ବୁଝିପାରିଲେ। ତିନି ପ୍ରକାର ମାନେ କ'ଣ, ସେ କ୍ୱାଲିଫିକେସନ୍କୁ ବେସ୍ କରିକି ଆପଣଙ୍କର ଏକ୍ଜାମ୍ ତିନିଟା ଲେଭେଲ୍ ରହିଲା। ଠିକ୍ ଅଛି, ଆପଣଙ୍କର କେତେଟା ଲେଭେଲ୍ର ଏକ୍ଜାମ୍ ଅଛି ଆପଣଙ୍କର ଆପଣ ଲେଖିଦେଉଛି ମୁଁ। ଦେଖନ୍ତୁ ଲେଭେଲ୍ କେତେଟା ଲେଭେଲ୍ ଅଛି ନା ତିନିଟା ଲେଭେଲ୍। ଗୋଟେ ହେଲା କ'ଣ ଆପଣଙ୍କର 10th ଲେଭେଲ୍, ଆଉ ଗୋଟେ ହେଲା ଆପଣଙ୍କର କ'ଣ 12th ବା +2 ଲେଭେଲ୍ଟାର ରହିଲା, +2 ଲେଭେଲ୍ ରହିଲା, ଆଉ ଗୋଟେ ହେଲା ଆପଣଙ୍କର ଗ୍ରାଜୁଏସନ୍ ବା +3 ଲେଭେଲ୍ର ଆପଣଙ୍କର ରହିଲା। ଦେଖନ୍ତୁ ଏଇସବୁ ଲେଭେଲ୍ ଆପଣଙ୍କୁ କ'ଣ କହିଲି, ଦେଖନ୍ତୁ ମାନେ କେତେଟା ଜବ୍ ଥିବ ଆପଣଙ୍କର, ସେଥିରେ କି 10th ପାସ୍ ମାଗିଥିବ, କେବଳ 10th ପାସ୍ ପିଲା। 10th ପାସ୍ ମାନେ କ'ଣ, ଯିଏ ଗ୍ରାଜୁଏସନ୍ ପଢ଼ିଥିବ ସେ ପକାଇପାରିବ, ସିଏ ବି ପକାଇପାରିବ, କିନ୍ତୁ ଆପଣ କ'ଣ କେବଳ 10th ଲେଭେଲ୍ର ଏକ୍ଜାମ୍ ମାନେ 10th ପାସ୍, ନର୍ମାଲ୍ ଜଷ୍ଟ 10th ପାସ୍ କଲେ ହିଁ ପକାଇପାରିବ। ଯେମିତି ଆର ଏକ୍ଜାମ୍ପଲ୍ ହେଲା କ'ଣ, ଦେଖନ୍ତୁ ରେଲୱେର ଗ୍ରୁପ୍ ଡି ଅଛି, ରେଲୱେ ଏକ୍ଜାମ୍ର ଗ୍ରୁପ୍ ଡି ରହିଲା, ବୁଝିଲେ, SSCର, MTS ଏମିତି ବିଭିନ୍ନ ପ୍ରକାର ଏକ୍ଜାମ୍ ଅଛି। ତ ଠିକ୍ ଅଛି, ଆପଣଙ୍କୁ ସେଇ ନାଁ ଗୁଡ଼ା ମନେ ରଖିବା ଦରକାର ନାହିଁ। ଆପଣଙ୍କ ପାସ୍ ଜାଣନ୍ତୁ ତିନିଟା ଏକ୍ଜାମ୍ ଅଛି, ତିନି ପ୍ରକାର ଏକ୍ଜାମ୍ ଅଛି, ଗୋଟେ 10th ଲେଭେଲ୍, +2 ଲେଭେଲ୍, ଆଉ ଗୋଟେ ଗ୍ରାଜୁଏସନ୍ ବା +3 ଲେଭେଲ୍। ଠିକ୍ ଅଛି, ତ 10th ଲେଭେଲ୍ ଏକ୍ଜାମ୍ରେ ଆପଣଙ୍କର ମାନେ ସବୁଠୁ ଲୋୟର ପୋଷ୍ଟ ଗୁଡ଼ା ଥିବ, 12th ଲେଭେଲ୍ ନିଶ୍ଚୟ ତାଠୁ ଅଧିକା, ଗ୍ରାଜୁଏସନ୍ ହେଲେ ଆଉ ଟିକେ ଅଧିକ ଭଲ ପୋଷ୍ଟ ଥାଏ। ଠିକ୍ ଅଛି, ତ ଆପଣଙ୍କର 10th ଲେଭେଲ୍ ଆପଣଙ୍କର ଓଡ଼ିଶା ପୋଲିସ୍ ଅଛି, ଓଡ଼ିଶା ପୋଲିସ୍ର କନେଷ୍ଟବଳ ଗୁଡ଼ା ରହିଲା, ଏସବୁ ଜିନିଷ। +2 ଲେଭେଲ୍ ଆପଣଙ୍କର ଜୁନିୟର କ୍ଲର୍କ, ବିଭିନ୍ନ ପ୍ରକାର ଟାଇପିଷ୍ଟ, ଜୁନିୟର ଷ୍ଟେନୋଗ୍ରାଫର, କ୍ଲର୍କ ଲେଭେଲ୍ ରହିଲା। ଗ୍ରାଜୁଏସନ୍ ଯେଉଁଟା ରହିଲା ସେଇଟା ଆପଣଙ୍କର ଅଫିସର ଲେଭେଲ୍ ପୋଷ୍ଟ, ଆପଣମାନେ ଆପଣଙ୍କର କଲେକ୍ଟର ପୋଷ୍ଟ ରହିଲା, IAS OS ରହିଲା, ଏଇଟା ତ ବହୁତ ବଡ଼ କହିଲି, ନହେଲେ ଆପଣଙ୍କର ହେଉଛି କ'ଣ ଅଫିସର ପୋଷ୍ଟ। ଆପଣଙ୍କର ଦେଖନ୍ତୁ ଡିଷ୍ଟ୍ରିକ୍ଟ ଲେଭେଲ୍ କି ବ୍ଲକ୍ ଲେଭେଲ୍ ଯେଉଁ ଅଫିସର ମାନେ ଥାଆନ୍ତି, ଦେଖନ୍ତୁ ଯେମିତି ବ୍ଲକ୍ ଲେଭେଲ୍ ଅଫିସର ମାନେ WO ରହିଲେ, BSSO ରହିଲେ, ତ ଏଇ ଟାଇପ୍ର ବିଭିନ୍ନ ପ୍ରକାର ଯେଉଁ ଅଫିସର ମାନେ ରହିଲେ, ଅଫିସର ଲେଭେଲ୍ ପୋଷ୍ଟ ଗୁଡ଼ା ଆପଣଙ୍କର ଗ୍ରାଜୁଏସନ୍। ଆଉ ଦେଖନ୍ତୁ ଯେହେତୁ ତିନିଟା ଲେଭେଲ୍ ଅଛି, ଦେଖନ୍ତୁ 10th ଲେଭେଲ୍ ଜବ୍ର ପଇସା, ସେଥିରେ ସାଲାରୀ ଆପଣଙ୍କର ସବୁଠୁ କମ୍, 12th ଲେଭେଲ୍ର ସାଲାରୀ ସବୁଠୁ ତାର ଟିକେ ଅଧିକା, ଗ୍ରାଜୁଏସନ୍ ଲେଭେଲ୍ର ସବୁଠୁ ଅଧିକା। କିନ୍ତୁ ଦେଖନ୍ତୁ ଏଇଟା ତ ଏଇ ଟାଇପ୍ର ଆପଣମାନେ ଏକ୍ଜାମ୍ ଯଦି ସାଲାରୀ ଉପରେ ଦେଖିବେ ତାହେଲେ ଆପଣଙ୍କୁ ଇଚ୍ଛା ହେଉଥିବ ଯେ ଆପଣମାନେ ଏଇ ଜବ୍ଟା କରିବେ, ଗ୍ରାଜୁଏସନ୍ ଲେଭେଲ୍ ଜବ୍ଟା ଆପଣମାନେ କରିବେ ବା ଅଫିସର ଲେଭେଲ୍ ପୋଷ୍ଟଟା କରିବେ, ତ ଏଇଟା ଗୋଟେ ଭଲ କଥା। କିନ୍ତୁ ଦେଖନ୍ତୁ ଆପଣମାନେ କେଉଁଥିରେ ଆପଣଙ୍କୁ ଜବ୍ ପାଇବା ସୁବିଧା ହେବ, ଦେଖନ୍ତୁ କେଉଁ ଲେଭେଲ୍ ଆପଣଙ୍କୁ ଜବ୍ ପାଇବାଟା ଆପଣଙ୍କୁ ଶୀଘ୍ର, ଆପଣମାନେ କେଉଁ ଲେଭେଲ୍ରେ ଜବ୍ ପାଇବେ ଆପଣ ସେଇ ଜିନିଷଟା କୁହନ୍ତୁ। ଦେଖନ୍ତୁ ଆପଣମାନେ 10th ଲେଭେଲ୍ରେ ଜବ୍ ପାଇବାଟା ଆପଣଙ୍କୁ ମୁଁ କହିବି ଆପଣଙ୍କୁ ଇଜି ହେବ। କାହିଁକି ଆପଣଙ୍କୁ ଏଇ ଟାଇପ୍ର ହେଲା, ଦେଖନ୍ତୁ ଆପଣଙ୍କୁ ଏଇ ଯେଉଁ ମୁଁ ଆପଣଙ୍କୁ ତିନିଟା ପାର୍ଟ କହିଲି ବା ଆପଣଙ୍କୁ ଯେଉଁ ସିଲାବସ୍ଟା ଆପଣଙ୍କ ଆଗରେ ରଖିଲି, ଠିକ୍ ଅଛି, ଯେଉଁ ମ୍ୟାଥ୍, ରିଜନିଂ, ଜିକେ ରହିଲା, ଦେଖନ୍ତୁ ନିଶ୍ଚୟ ଯେହେତୁ ଇଏ 10th ଲେଭେଲ୍ର ଏକ୍ଜାମ୍, ଠିକ୍ ଅଛି, ତ ଇଏ ନିଶ୍ଚୟ ଏକ୍ଜାମ୍ର ଏଇ ଏକ୍ଜାମ୍ରେ ଏଇ ଯେଉଁ ପାଠ ଗୁଡ଼ାର ଯେଉଁ କୋଶ୍ଚିନ୍ ଗୁଡ଼ା ଆସିବ ସେମ୍ କୋଶ୍ଚିନ୍ ଗୁଡ଼ା ଆସିବ, କିନ୍ତୁ ଏଇ କୋଶ୍ଚିନ୍ର ଲେଭେଲ୍ ଗୁଡ଼ାକ ଆପଣଙ୍କର ଇଜି ଥିବ, ବହୁତ ଇଜି ଥିବ। ଠିକ୍ ଅଛି, 10th ଲେଭେଲ୍ର ଏକ୍ଜାମ୍ ଗୁଡ଼ାକର +2 ଲେଭେଲ୍ର ତାର ଟିକେ ହାର୍ଡ଼ ଥିବ, ଗ୍ରାଜୁଏସନ୍ ଲେଭେଲ୍ ତାର ହାର୍ଡ଼। ଦେଖନ୍ତୁ ଗ୍ରାଜୁଏସନ୍ ଲେଭେଲ୍ଟା ସମସ୍ତେ ଚାହାନ୍ତି ଗ୍ରାଜୁଏସନ୍ ଲେଭେଲ୍ ଜବ୍ ପାଇବା, ଯେଉଁଟାକି ଅଫିସର ଲେଭେଲ୍ ପୋଷ୍ଟ, ଯେଉଁଟାକି ଅଧିକ ପଇସା ବି ମଧ୍ୟ ଆପଣଙ୍କୁ ମିଳିବ। ଠିକ୍ ଅଛି, କିନ୍ତୁ କଥା ହେଲା ଆପଣଙ୍କୁ ଜବ୍ ପାଇବାଟା ଆପଣଙ୍କୁ 10th ଲେଭେଲ୍ ଜବ୍ ଗୁଡ଼ା ଆପଣଙ୍କୁ ଇଜି ହେବ। ଠିକ୍ ଅଛି, ତ ଛାଡ଼ନ୍ତୁ, ଏବେ ତ ବର୍ତ୍ତମାନ ଆପଣ ଗ୍ରାଜୁଏସନ୍ ଲେଭେଲ୍ରୁ ହିଁ ପ୍ରିପାରେସନ୍ କରିବେ, ତାହେଲେ ଆପଣଙ୍କ ବାସ୍ ମୁଁ ଆପଣଙ୍କୁ ଖାଲି ନର୍ମାଲି ଆପଣଙ୍କୁ ଆଇଡ଼ିଆ ଦେଇଥିଲି। ତ ତିନି ପ୍ରକାର ଜବ୍ ଥାଏ, ତିନିଟା ଲେଭେଲ୍ର, 10th ଲେଭେଲ୍ର ଯେଉଁଥିରେ 10th ପାସ୍ ମାଗିଥିବ, କେବଳ 10th ପାସ୍, ଯଦି +2 ପାସ୍, ଆଉ ଗୋଟେ ଗ୍ରାଜୁଏସନ୍ ପାସ୍। ଠିକ୍ ଅଛି, ତ ଏ ଟାଇପ୍ର ଥାଏ। ତ କିନ୍ତୁ ଆପଣଙ୍କୁ କେଉଁ ଲେଭେଲ୍ର ଜବ୍ ପାଇବା ଇଜି ହେବ, 10th ଲେଭେଲ୍। ତ ଦେଖନ୍ତୁ ଆପଣମାନେ ଯଦି ଏନି ଗଭର୍ଣ୍ଣମେଣ୍ଟ ଜବ୍ ପାଇବାକୁ ଚାହାନ୍ତି, ମାନେ ଆପଣ ଜଲ୍ଦି ଗଭର୍ଣ୍ଣମେଣ୍ଟ ଜବ୍ ପାଇବାକୁ ଚାହାନ୍ତି, ତାହେଲେ ମୁଁ ଆପଣମାନଙ୍କୁ କହିବି ଆପଣମାନେ ଯଦି 10th ଲେଭେଲ୍ର ଜବ୍ ଗୁଡ଼ା ହେଉଛି ଟ୍ରାଏ କରିବେ, ତାହେଲେ ଆପଣଙ୍କୁ ଜଲ୍ଦି ହେଇଯିବ।
ठीक अच्छे प्लस लेवलटा आउ टिके ठीक है मैंने आपको इजी हे 10th लेवल जॉब पाइबा प्लस लेवल तो ग्रेजुएशन लेवल ठीक अच्छे जब जार एम अच्छे ना मुझे केवल ग्रेजुएशन लेवल जॉब करते से करेंगे सेमती किसी ना कि आपको इजी हे 10th लेवल तापर प्लस लेवल टी हार्ड हो ग्रेजुएशन आउ हार्ड रही ठीक अच्छे तो छाड़ू आप तो बर्तमान ग्रेजुएशन प्रिपरेशन कर ग्रेजुएशन पढ़ुं तो आप लेवल कथा छाड़ू बस आपने सिलेबस संगे जानतु ठीक अच्छे तो ठीक अच्छे ये टाइप रही तो आपंकर मैथ तो 3टा मेन पार्ट मैथ रिजनिंग अच्छे देखो आपने कहे ये इंग्लीश को एड करेंगे किंतु इंग्लीशटा जमी आप देखिए आपंकर रेलवे एग्जाम इंग्लीश टोटाली आसे ना ठीक है तो से इंग्लीशटा लिखी तो मेन 3टा मैथ रिजनिंग आउ जीके यही सब पार्ट गुड़ा आपंकर रहा ठीक अच्छे चलो देखिए आम नेक्स्ट क्वेश्चन गुड़ा कौन रहा देख देखो आमर ये तो आम डिस्कसन कले कौन पढ़ा कहूँ देखो 4 नंबर आम जिन देखा देखो कौन लिखाई आपंकर ना केमी पढ़ा आपने केमी पढ़े आप तो कहली कौन कौन पढ़ा हम आपको सिलेबसटा आपको कहली एवं आम देखा केमी पढ़ा आपको हम आपने केमी पढ़े देखो केमी आपको पढ़ा हम देखो मुझे आपको आगे जो सिलेबसटा रखिली जो पाठ गुड़ा आपको कहली जो एमती जो यही सब पाठ गुड़ा जो रखिली ये पाठ गुड़ा आपने केमी पढ़े देखो आपने कौन करेंगे देखो मुझे आपको केमी पढ़ा करें मुझे आपको पुणी थोड़े देखा देखो आपने मन कर आपने देखो मनकर मैथ्र आपने यहीटा स्टार्ट करने चाहिए यही टपिक टू आपने स्टार्ट करने चाहिए मनकर प्रॉफिट एंड लॉस टपिकटा स्टार्ट करने चाहिए ताल आपने यहाँ केमी पढ़े ना मुझे कौन कहि ना आप प्रथम गोटे लिखी प्रॉफिट एंड लॉस टपिकटा मुझे लिखी दूसरी देखो बोले आपको बुझा इजी हो देखो तो आपने मन कर प्रॉफिट एंड लॉस पाठटा पढ़ा चाहते मैथ्र जोटा कि रहा प्रॉफिट एंड लॉस माने ओडिया जदि आम कह लाभ और क्षति ठीक अच्छे लाभ क्षति पाठटा पढ़ा चाहिए ताल आप केमी पढ़े यहाँ को देखो आपने कौन करेंगे प्रथम कौट स्टार्ट करेंगे बेसिक स्टार्ट करेंगे कौट स्टार्ट करेंगे बेसिक मैंने पूरा जीरो लेवल आप पूरा जीरो लेवल आप स्टार्ट करेंगे मैंने देखो जीरो लेवल कौन प्रॉफिट कौन जानवे लॉस कौन जानवे ए आउ टॉपिक विभिन्न प्रकार अच्छे परसेंटेज प्रॉफिट परसेंटेज लॉस बुझे कि ना डिस्काउंट ये सब जिन गुड़ा आपने जानवे सेलिंग प्राइस कॉस्ट प्राइस बेसिक जिन गुड़ा प्रथम जाने प्रथम बेसिक जिन गुड़ा जाना जीरो लेवल आपने पूरा स्टार्ट करेंगे अच्छा जीरो लेवल आप प्रथम बेसिक टर्म गुड़ा जानले प्रथम आपने बेसिक टर्म गुड़ा को बुझिले ठीक अच्छे बेसिक टर्म गुड़ा बुझिले बेसिक टर्म गुड़ा बुझिला तार रिलेटेड आपंकर जो सिंपल क्वेश्चन गुड़ा रहा सिंपल क्वेश्चन गुड़ा आपने करेंगे ठीक अच्छे बहुत सिंपल क्वेश्चन गुड़ा करेंगे जोटा कि आपको बहुत इजी ठीक अच्छे तापर सिंपल क्वेश्चन गुड़ा आप जो करें आपटे बेसिक लेवल सरला आप एडवांस क्वेश्चन गुड़ा को जी ठीक अच्छे एडवांस क्वेश्चन ये टाइप आपने करी ठीक अच्छे प्रथम आप कौन करेंगे बेसिक जिनसा पढ़ू बेसिक जिन आप क्लीयर है आप कौन करेंगे सिंपल क्वेश्चन गुड़ा करूँ तापर टी एडवांस क्वेश्चन को आपने जानतु ठीक अच्छे एडवांस माने जो लेवल अधिक जमी आप देखिए आप 10th लेवल आप 10th लेवल गोटे क्वेश्चन देखिए बहुत इजी थी प्लस 2 लेवल टी हार्ड आसो तार प्लस 3 लेवल तार टी हार्ड आसो तो आपने ये टाइप प्रिपरेशन करते प्रथम आप बेसिक जिन पढ़ला आप 10th लेवल जो क्वेश्चन गुड़ा रहा से गुड़ा सल्व करेंगे तापर प्लस 2 लेवल क्वेश्चन गुड़ा सल्व करेंगे तापर प्लस 3 लेवल क्वेश्चन गुड़ा सल्व करेंगे ठीक अच्छे तापर आपने कौन करेंगे आप बेसिक क्लीयर थी दरकार देखो आप बेसिक क्लीयर नथिले आपने कौ लेवलटा को क्लीयर करेंगे ना तो आप कौन कहले जदि आपको यही टपिकटा पढ़ार अच्छे ताले ये टपिक प्रथम लाभ क्षति टपिक आपने प्रथम बेसिक को पढ़ु बेसिक सरला बेसिक टर्म गुड़ा को जानतु टर्म बेसिक शब्द जब प्रॉफिट लॉस परसेंटेज प्रॉफिट परसेंट लॉस बुझे सेलिंग प्राइस कॉस्ट प्राइस परसेंट ठीक अच्छे तर डिस्काउंट ये सब जिन गुड़ा जानतु तापर आप सिंपल क्वेश्चन गुड़ा करतु तापर सिंपल टू एडवांस जानतु माने बेसिक रु एडवांस माने आपने कह जीरो लेवल आरंभ करेंगे आपने हीरो टाइप जानतु माने जीरो टू हीरो ठीक है मैंने आपंकर पूरा शून्य आरंभ करके पूरा पूरा मास्टर है जी से टपिक जानतु ठीक अच्छे तो आप यहाँ केमती हो पार तो बेसिक जिन जाना पड़ो अधिक अधिक आप कौन करा पड़ो क्वेश्चन को आपको प्रैक्टिस करने पड़ो ठीक अच्छे ताले मुझे कहले आपको प्रैक्टिस करा पड़ो ताले आपने कौटू प्रैक्टिस करेंगे तो आपने केमती प्रैक्टिस करेंगे देखो ना आपने कौन करेंगे ना देखो प्रीवियस जो क्वेश्चन गुड़ा अच्छे जो विभिन्न प्रकार जॉब जिते सब एग्जाम रही आम रेलवे है बैंकिंग है एसएस है तार आपने प्रथम कौन करेंगे ना देखो ये पार्टा आम बहुत इंपोर्टेंट केमी पढ़े तो आपने भल कि ध्यान कर देखो तो आपने कौन करूँ ना क्वेश्चन को कलेक्शन करूँ कौन करूँ ना क्वेश्चन कलेक्शन करूँ तो क्वेश्चन आपने केमती कलेक्शन करेंगे आप नेट नॉर्मल गूगल सर्च कले आम रेलवे क्वेश्चन जानते आप गूगल सर्च करदे लिखिदे रेलवे बुझे कि रेलवे 10th लेवल क्वेश्चन आप टाइप लिखिदे ठीक अच्छे तो आपंकर जिते सब क्वेश्चन थी प्रीवियस ईयर सब पलि आसो ठीक अच्छे ऑनलाइन पलि आसो आपने सब डाउनलोड करूँ डाउनलोड कर रखुँ तापर आप देखो से जो क्वेश्चन तार जो मैथ पार्ट थी मैथ पार्ट प्रॉफिट एंड लॉस आप पढ़ुले प्रॉफिट एंड लॉस पर्टिकुलर जो टपिक रहा से टपिक
ଯେତେ ସବୁ କୋଶ୍ଚିନ୍ ରହିଛି ଇଜି ଲେଭେଲ୍ କୋଶ୍ଚିନ୍ ଗୁଡ଼ା ସେଗୁଡ଼ାକୁ ଆପଣ କରନ୍ତୁ, ତାପରେ ପ୍ଲସ୍ ଲେଭେଲ୍ କୋଶ୍ଚିନ୍ କରନ୍ତୁ, ତାପରେ ପ୍ଲସ୍ ଲେଭେଲ୍ କରନ୍ତୁ। ଏମିତି କରିକି ଆପଣ ଅଧିକରୁ ଅଧିକ ପ୍ରାକ୍ଟିସ୍ କରିକି ଆପଣ କ'ଣ କରନ୍ତୁ, ଆପଣଙ୍କର କନସେପ୍ଟଟା ଷ୍ଟ୍ରଙ୍ଗ କରନ୍ତୁ ସେଇ ଗୋଟେ ପର୍ଟିକୁଲାର ଟପିକ୍ ଉପରେ। ଠିକ୍ ଅଛି, ତାହେଲେ ଆପଣଙ୍କର ପ୍ରଫିଟ୍ ଆଣ୍ଡ ଲସ୍ ସରିଲା ମ୍ୟାଥ୍ର। ପ୍ରଫିଟ୍ ଆଣ୍ଡ ଲସ୍ ସରିଲା ପରେ ଆପଣମାନେ ସିମ୍ପଲ୍ ଇଣ୍ଟରେଷ୍ଟ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଏଇଟା ଦେଖନ୍ତୁ, ତାପରେ ସିମ୍ପ୍ଲିଫିକେସନ୍ ଟାଇମ୍ ଏଇ ଟାଇପ୍ର ଗୋଟେ ଗୋଟେ କରିକି ଆପଣମାନେ ମ୍ୟାଥ୍ର ସବୁ ପାର୍ଟ ସାରନ୍ତୁ, ତାପରେ ରିଜନିଂ, ତାପରେ ଜିକେ, ତାପରେ କରେଣ୍ଟ ଆଫେୟାର୍। ଏହିପରି ଆପଣମାନେ କ'ଣ କରିବେ ଦେଖନ୍ତୁ। ତ ଆପଣମାନେ ମ୍ୟାଥ୍ର ପାର୍ଟ ଦେଖନ୍ତୁ, ଆପଣଙ୍କୁ ତ ସବୁଯାକ କହିବେ ମୁଁ ମ୍ୟାଥ୍ ପୁରା ପଢ଼ା ସରିବି, ତାପରେ ରିଜନିଂ ସରିବି, କରେଣ୍ଟ ଯେଉଁ ଜିକେ ସରିବି, ଏମିତି ନୁହଁ। ଆପଣଙ୍କୁ ସବୁ ମିକ୍ସ ହେଇକି ପଢ଼ିବାକୁ ପଡ଼ିବ। ଆଜି ଆପଣଙ୍କର ପ୍ରଥମ ଡେ 1, ଆପଣ ପ୍ରଥମ ଦିନ ଷ୍ଟାର୍ଟ କଲେ, ପ୍ରଥମେ ଆଜି ମ୍ୟାଥ୍ର ଗୋଟେ ଟପିକ୍ରେ ଆପଣ ବେସିକ୍ ଜିନିଷ ପଢ଼ିଲେ, କାଲିକି ଆପଣ ରିଜନିଂର ଗୋଟେ ଜିନିଷ ବେସିକ୍ରେ ପଢ଼ନ୍ତୁ, ତାପରେ କାଲିକି ଜିକେ ଉପରେ ଗୋଟେ ପାଠର ବେସିକ୍ ଜିନିଷ ପଢ଼ନ୍ତୁ। ଠିକ୍ ଅଛି, ଏଇ ଟାଇପ୍ର ଆପଣମାନେ ଡେଲି ମିକ୍ସଅପ୍ କରିକି ପଢ଼ନ୍ତୁ। ଦେଖନ୍ତୁ, ତ ଏଇଟା ଆପଣଙ୍କର ମେନ୍ ପାର୍ଟ। କେମିତି ପଢ଼ିବେ ଆପଣମାନେ ନା ପ୍ରଥମେ ଗୋଟେ ଟପିକ୍ ଉଠାନ୍ତୁ, ଗୋଟେ ଟପିକ୍ ଉଠେଇକି ତା'ର ବେସିକ୍ ଜିନିଷ ଶିଖନ୍ତୁ। ବେସିକ୍ ଜିନିଷ ଗୁଡ଼ା ଶିଖିଲା ପରେ ଆପଣମାନେ ସିମ୍ପଲ୍ କୋଶ୍ଚିନ୍ ଗୁଡ଼ା ତା'ର କରନ୍ତୁ, ତାପରେ ଆପଣମାନେ ଆଡ଼ଭାନ୍ସ ଆଡ଼େ ଯାଆନ୍ତୁ। ଠିକ୍ ଅଛି, ଆପଣ କ'ଣ ଅଧିକରୁ ଅଧିକ କୋଶ୍ଚିନ୍ କଲେକ୍ସନ୍ କରିକି ତ ଆପଣ ତ କେମିତି ପ୍ରାକ୍ଟିସ୍ କରିବେ, ତ ଆପଣଙ୍କୁ ଯେଉଁ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ଗୁଡ଼ା ଅଛି ବିଭିନ୍ନ ପୂର୍ବ ବର୍ଷର ଏକ୍ଜାମ୍ ଗୁଡ଼ାକର, ଜବ୍ ଏକ୍ଜାମ୍ ଗୁଡ଼ାକର, ଆପଣଙ୍କୁ ସେଇଟା ହିଁ ଆପଣଙ୍କ ପାଇଁ ବହୁତ ଆପଣଙ୍କୁ ହେଲ୍ପଫୁଲ୍ ହେବ। ଠିକ୍ ଅଛି, ତ ଆପଣମାନେ ସେଇ କୋଶ୍ଚିନ୍ ଗୁଡ଼ା କରନ୍ତୁ, କରିକି ଆପଣମାନେ 10th ଲେଭେଲ୍, ପ୍ଲସ୍ ଲେଭେଲ୍, ପ୍ଲସ୍ 3 ଲେଭେଲ୍ ଏଇ ଟାଇପ୍ର କରନ୍ତୁ। ଆଚ୍ଛା, ତାହେଲେ ଆପଣମାନେ ଯଦି ଚାହୁଁଛନ୍ତି ଯେ ନା ଏତେ ସବୁ ଜିନିଷ କେମିତି କରିହେବ, ନା ଆମେ ତ ଏଇ ଜିନିଷର ସମ୍ପୂର୍ଣ୍ଣ ନୁହଁ, ତାହେଲେ ମୁଁ ଆପଣଙ୍କୁ ଏଠି ହେଲ୍ପ କରିବା ପାଇଁ ଅଛି। ମୁଁ ଆପଣଙ୍କ ପାଇଁ ଏହା ଏଇମ୍ ରଖିଛି। କ'ଣ ଏଇମ୍ ରଖିଛି ନା ଆପଣମାନଙ୍କ ପାଇଁ କ'ଣ କରିବି, ମୁଁ ମୋର ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍ କରିଛି, ୟୁଟ୍ୟୁବ୍ ଚ୍ୟାନେଲ୍ରେ ମୁଁ କ'ଣ କରିବି, ଆପଣଙ୍କୁ ପୁରା ଜିରୋରୁ, ପୁରା ବେସିକ୍ରୁ ଷ୍ଟାର୍ଟ କରିବି। ଆମମାନେ କ'ଣ କରିବା ନା ମ୍ୟାଥ୍ର ଗୋଟେ ଗୋଟେ ଯେଉଁ କନସେପ୍ଟ ରହିଲା, ଠିକ୍ ଅଛି, ମ୍ୟାଥ୍ ଯେଉଁ ରହିଲା, ମ୍ୟାଥ୍ର ଗୋଟେ ଗୋଟେ କନସେପ୍ଟକୁ ଆମମାନେ ପୁରା ଜିରୋରୁ ଷ୍ଟାର୍ଟ କରିବା। ଜିରୋରୁ ଷ୍ଟାର୍ଟ କରିକି ପୁରା ଆପଣମାନେ ହିରୋ ହେଲା ଯାଏ, ମାନେ ପୁରା ଆଡ଼ଭାନ୍ସ ବେସିକ୍ରୁ ଆରମ୍ଭ କରିକି ଆଡ଼ଭାନ୍ସ ଯାଏ ଆମେ ମ୍ୟାଥ୍ର କରିବା, ତାପରେ ରିଜନିଂ, ତାପରେ ଜିକେର, ଏଇ ଟାଇପ୍ର ମୁଁ କରିବା ପାଇଁ ଚାହିଁଛି। ଠିକ୍ ଅଛି, ତ ମୋର ଏଇମ୍ କ'ଣ ଅଛି ନା ଆପଣମାନଙ୍କୁ ମୁଁ ମୋର ଚ୍ୟାନେଲ୍ରେ କ'ଣ କରିବି ନା ପ୍ରିପାରେସନ୍ ଆପଣମାନଙ୍କୁ କରାଇବି। ଠିକ୍ ଅଛି, ଗୋଟେ ଗୋଟେ ଟପିକ୍ର ଯେମିତି ଆପଣଙ୍କୁ ଏଠି କହିଲି ବେସିକ୍ରୁ ଆରମ୍ଭ କରିକି ଆଡ଼ଭାନ୍ସ ଆପଣଙ୍କୁ ପ୍ରିପାରେସନ୍ କରାଇବି। ଆଉ ଆପଣମାନଙ୍କୁ କ'ଣ କରିବି, ଯେଉଁ ଯେତେ ଲେଭେଲ୍ ଅଛି ଆପଣଙ୍କର 10th ଲେଭେଲ୍ ରହିଲା, ପ୍ଲସ୍ 2 ଲେଭେଲ୍ ରହିଲା, ପ୍ଲସ୍ 3, ତ ସବୁରୁ ଆପଣଙ୍କୁ ପୁରା ବେସିକ୍ରୁ ଆପଣଙ୍କୁ ପୁରା ଆଡ଼ଭାନ୍ସ ଯାଏଁ ପ୍ରିପାରେସନ୍ କରିବାକୁ ଚାହିଁବି। ତା'ମାନେ ଆପଣଙ୍କର ଗୋଟେ ଟପିକ୍ର ପୁରା ଆପଣମାନେ ମାଷ୍ଟରୀ ଯେମିତି କରିବେ। ଠିକ୍ ଅଛି, ତ ଆପଣ ଗୋଟେ ଟପିକ୍ ସରିଲା, ତାପରେ ଆଉ ଗୋଟେ ଟପିକ୍ ଏଇଟା ଆମର ମ୍ୟାଥ୍, ରିଜନିଂ, ଜିକେର ସବୁ ଟପିକ୍ ଗୁଡ଼ା କରିବା। ଠିକ୍ ଅଛି, ମାନେ ମୁଁ ଏମିତି ଚାହିଁଛି ଯେ ଆପଣଙ୍କୁ ଏମିତି ଡେଲି ଡିସ୍କସନ୍ କରି ଗୋଟେ ଟପିକ୍ ତ ଆପଣଙ୍କର କ'ଣ କରିବେ, ଆପଣଙ୍କର ଯେଉଁ ଗ୍ରାଜୁଏସନ୍ ସରିବା ଭିତରେ ଆପଣମାନେ ସବୁ ଜିନିଷ ସହିତ ଆପଣଙ୍କର ଯେମିତି ପରିଚିତ ହୋଇଯାଇଥିବେ ଏବଂ ଆପଣଙ୍କୁ ଆଉ ଅସୁବିଧା ହେବ ନାହିଁ। ଠିକ୍ ଅଛି, ତ ମୋର ଏଇମ୍ ଏହା ଅଛି। ମୁଁ ମୋ ଚ୍ୟାନେଲ୍ରେ ଡେଲି କ'ଣ କରିବି, ଆଗେ ମ୍ୟାଥ୍ର, ତାପରେ ରିଜନିଂର, ତାପରେ ଜିକେର, ଏ ଟାଇପ୍ର ବିଭିନ୍ନ ପ୍ରକାର ଯେଉଁ ଟପିକ୍ ଗୁଡ଼ା ରହିଲା ସେ ଟପିକ୍ର ବେସିକ୍ରୁ ଷ୍ଟାର୍ଟ କରିକି ଆପଣଙ୍କ ଆଗରେ ମୁଁ ଡିସ୍କସନ୍ କରିବା ପାଇଁ ମୁଁ ଲକ୍ଷ୍ୟ ରଖିଛି। ଠିକ୍ ଅଛି, ତ ଆପଣଙ୍କର ବର୍ତ୍ତମାନ କାମ କ'ଣ ନା ଆପଣମାନେ କ'ଣ କରନ୍ତୁ, ଆପଣମାନେ କ'ଣ କରନ୍ତୁ ନା ଆପଣମାନେ ମୋ ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ରୁହନ୍ତୁ। ଆଉ ଆପଣମାନେ ପ୍ରିପାରେସନ୍ ଏବେଠୁ ଷ୍ଟାର୍ଟ କରନ୍ତୁ। ଦେଖନ୍ତୁ, ଚ୍ୟାନେଲ୍ ଯୋଡ଼ିବା ସେଇଟା ଇମ୍ପୋର୍ଟାଣ୍ଟ ନୁହଁ, କିନ୍ତୁ ଆପଣମାନେ ପ୍ରଥମେ ଭାବନ୍ତୁ ଯେ ଆପଣମାନେ ପ୍ରିପାରେସନ୍ ଏବେଠୁ ହିଁ କରିବେ। କାହିଁକି ଦେଖନ୍ତୁ, ମୁଁ ଆପଣଙ୍କୁ ଭିଡ଼ିଓର ଆରମ୍ଭରେ କହିଲି ଯେ ଆପଣ ଯଦି ପ୍ରିପାରେସନ୍ ଏବେଠୁ ନ କରିବେ ତାହେଲେ ଆପଣମାନେ କମ୍ପିଟିସନ୍ ବହୁତ ରହିବ। ଆପଣଙ୍କର ନର୍ମାଲ୍ ଏମିତି ପଢ଼ା ଚାଲିଥିବ, ଆପଣଙ୍କ ଟାଇମ୍ ଲସ୍ ହେଇଯାଇଥିବ। ଠିକ୍ ଅଛି, ଆପଣ ଯେତେବେଳେ ଗ୍ରାଜୁଏସନ୍ ପରେ ପ୍ରିପାରେସନ୍ କଲାବେଳୁ ଆପଣଙ୍କ କମ୍ପିଟିସନ୍ ବହୁତ ବଢ଼ିଯିବ। ଆପଣଙ୍କୁ ମାନେ କୋଶ୍ଚିନ୍ ବିଷୟରେ, ମାନେ ଏକ୍ଜାମ୍ ବିଷୟରେ ଜାଣିବା ପାଇଁ ହିଁ ଆପଣଙ୍କୁ ବହୁତ ଟାଇମ୍ ଲାଗିଯିବ। ଠିକ୍ ଅଛି, ତ ମୁଁ ଆପଣମାନଙ୍କୁ ଏହା ସଜେଷ୍ଟ କରିବି ଯେ ଆପଣମାନେ କ'ଣ କରନ୍ତୁ ନା ଏବେଠୁ ହିଁ ଆପଣମାନେ ପ୍ରିପାରେସନ୍ କରିବା ଆରମ୍ଭ କରନ୍ତୁ। ଆଉ ଆପଣମାନେ ମୋ ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ରୁହନ୍ତୁ। ମୁଁ ସେଥିରେ କ'ଣ କରିବି, ଆପଣଙ୍କୁ ପ୍ରତିଟି ଟପିକ୍ର ପୁରା ବେସିକ୍ଠୁ ଆରମ୍ଭ କରିକି ଆଡ଼ଭାନ୍ସ ଆପଣଙ୍କୁ ପହଞ୍ଚେଇବି। ଠିକ୍ ଅଛି, ସେଥିରେ ଯେତେ କୋଶ୍ଚିନ୍ ଅଛି ପ୍ରିଭିୟସ୍ ଯେତେ ସବୁ ଏକ୍ଜାମ୍ ଗୁଡ଼ାକର ସେଗୁଡ଼ାକ ମୁଁ ଡିସ୍କସନ୍ କରିବି। ଠିକ୍ ଅଛି, ତ ମୁଁ ଏଇ ଟାଇପ୍ର ଏଇମ୍ ରଖିଛି। ତ ଆପଣମାନେ ମୋ ଚ୍ୟାନେଲ୍ ସହିତ ଯୋଡ଼ିକି ରୁହନ୍ତୁ। ଆଉ ଆପଣଙ୍କ ସାଙ୍ଗସାଥି ବି ଯଦି କିଏ ଅଛନ୍ତି ତାଙ୍କୁ ମଧ୍ୟ ସେୟାର କରନ୍ତୁ, କାହିଁକିନା ମୁଁ ଏଇଟା ଚାହେଁ ଯେ ଅଧିକରୁ ଅଧିକ ପିଲା ଏଥିରେ ଉପକୃତ ହୁଅନ୍ତୁ। ଓଡ଼ିଶାରେ ଯେତେ ସବୁ ଭାଇ ଭଉଣୀମାନେ ଯେଉଁମାନେ କି ଗ୍ରାଜୁଏସନ୍ ଲେଭେଲ୍ରେ ପଢ଼ୁଛନ୍ତି, BA, BSc କିମ୍ବା BCom ପଢ଼ୁଛନ୍ତି, ଯେଉଁ ଫାର୍ଷ୍ଟ ଇୟର୍, ସେକେଣ୍ଡ ଇୟର୍ କିମ୍ବା ଫାଇନାଲ୍ ଇୟର୍ ଅଛନ୍ତି, ସେମାନେ ଯୋଡ଼ି ହେଇକି ରୁହନ୍ତୁ। ଆଉ ସେମାନଙ୍କର ମୋର ଏଇମ୍ ହେଲା କ'ଣ, ଆପଣଙ୍କର ଗ୍ରାଜୁଏସନ୍ ସରିବା ଭିତରେ ଆପଣମାନେ କ'ଣ କରିବେ ନା ଆପଣଙ୍କର ଗ୍ରାଜୁଏସନ୍ ଆପଣଙ୍କର ସରିବା ଭିତରେ ଆପଣମାନେ କ'ଣ କରିବେ ନା ପୁରା ଆପଣଙ୍କ ଗଭର୍ଣ୍ଣମେଣ୍ଟ ଜବ୍ ବିଷୟରେ ଆପଣଙ୍କର ଆଉ କିଛି ଡାଉଟ୍ ନଥିବ। ଆପଣଙ୍କର ପୁରା ସବୁ ଜିନିଷ କ୍ଲିୟର୍ ହେଇଥିବ, ଯାହାଫଳରେ କି ଆପଣମାନେ ଗ୍ରାଜୁଏସନ୍ ସରୁ ଆପଣ ଯେଉଁ ମଧ୍ୟ ଜବ୍ ବାହାରିବେ ଆପଣମାନେ ପକାଇକି ଗ୍ରାଜୁଏସନ୍ ସରିବାର 1 ବର୍ଷ କିମ୍ବା 2 ବର୍ଷ ଭିତରେ ଆପଣମାନେ ଜବ୍ଟି ପାଇପାରିବେ ଏବଂ ଆପଣଙ୍କର ସରକାରୀ ଚାକିରି ପାଇବାଟା ସୁନିଶ୍ଚିତ ହୋଇପାରେ। ତ ମୋର ଏଇମ୍ ଏ ଟାଇପ୍ର ଅଛି। ଯଦି ଆପଣମାନେ ମୋତେ ସପୋର୍ଟ କରିବେ ତାହେଲେ ମୁଁ ମଧ୍ୟ ଆହୁରି ମୋଟିଭେଟ୍ ହେଇକି ଆହୁରି ବିଭିନ୍ନ ପ୍ରକାର ଭିଡ଼ିଓ ଆଣିବି, ତ ମୋତେ ଆହୁରି ମୋଟିଭେସନ୍ ମିଳିବ। ତ ଆପଣଙ୍କୁ ମୁଁ ଅନୁରୋଧ କରିବି ଯେ ଆପଣମାନେ ନିଜେ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣମାନଙ୍କ ସାଙ୍ଗସାଥି ମଧ୍ୟ ଜଣାନ୍ତୁ, ଅଧିକରୁ ଅଧିକ ସାଙ୍ଗସାଥିକି ଜଣାନ୍ତୁ ଯେ ସେମାନେ ଯୋଡ଼ି ହେଇକି
ରହିବେ ତାହେଲେ ମୋତେ ମଧ୍ୟ ଅଧିକ ମୋଟିଭେସନ୍ ମିଳିବ। ଯଦି ଅଧିକ ପିଲା ଦେଖିଲେ ଠିକ୍ ଅଛି, ଅଧିକ ପିଲା ଦେଖିଲେ, ଅଧିକ ପିଲା ଏହାକୁ ସବସ୍କ୍ରାଇବ୍ କଲେ, ତାହେଲେ ମୋତେ ମଧ୍ୟ ତ ମୋଟିଭେସନ୍ ମିଳିବ ନା। ତାହେଲେ ମୁଁ ମଧ୍ୟ ଭିଡ଼ିଓ କରିବି, ମୋତେ ମଧ୍ୟ ତ ମୋଟିଭେସନ୍ ଦରକାର। ଠିକ୍ ଅଛି, ତ ଆପଣ କରନ୍ତୁ, ତ ଆପଣମାନେ ଅଧିକ ସାଙ୍ଗସାଥିମାନଙ୍କୁ ଜଣାନ୍ତୁ ଏବଂ ମୋ ଚ୍ୟାନେଲ୍ ସହିତ ଯୋଡ଼ିକି ରୁହନ୍ତୁ, ଯାହାଫଳରେ କି ଆପଣଙ୍କ ଗ୍ରାଜୁଏସନ୍ ଯେଉଁ ସରିବା ଭିତରେ 3 ବର୍ଷର କିମ୍ବା ଯିଏ ବି ଯେଉଁ ଇୟର୍ ଅଛନ୍ତି, ତାହେଲେ ଆପଣଙ୍କର ଗଭର୍ଣ୍ଣମେଣ୍ଟ ଜବ୍ ଉପରେ ଆପଣଙ୍କର ଆଉ କିଛି ଡାଉଟ୍ ରହିବନି। ମାନେ ତା'ର ସିଲାବସ୍ ଉପରେ ଏବଂ ତା'ର କୋଶ୍ଚିନ୍ ଲେଭେଲ୍ ଉପରେ ଆପଣଙ୍କ ଡାଉଟ୍ ରହିବନି ଏବଂ ଆପଣଙ୍କ ଗ୍ରାଜୁଏସନ୍ ସରିବା ଭିତରେ ଆପଣଙ୍କର କ'ଣ ତ ପୁରା ଗୋଟେ 100% ଆପଣମାନେ ପୁରା ପ୍ରିପେୟାର ପୁରା ରେଡ଼ି ହେଇକି ଥିବେ, ଯେଉଁ ବି ଜବ୍ ବାହାରିଲା ଆପଣ ପକେଇକି ଦେଇଦେବେ। ଠିକ୍ ଅଛି, ଦେଖନ୍ତୁ ମୁଁ ବାରମ୍ବାର ବି କହୁଛି, ଆପଣ ଗ୍ରାଜୁଏସନ୍ ପଢ଼ିବା ଷ୍ଟାର୍ଟ କରନ୍ତୁ, ନହେଲେ ଆପଣଙ୍କୁ ବହୁତ ଲେଟ୍ ହେଇଯାଇଥାଏ। ଠିକ୍ ଅଛି, ତ ଆପଣଙ୍କୁ ପ୍ରିପେୟାର କରିବା ବହୁତ ଅସୁବିଧା ହୋଇଥାଏ। ଠିକ୍ ଅଛି, ତ ଆପଣଙ୍କୁ ମୁଁ ରିକ୍ୱେଷ୍ଟ କରୁଛି ଆପଣ ମୋ ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ରୁହନ୍ତୁ ଏବଂ ସାଙ୍ଗସାଥିକୁ ମଧ୍ୟ ଜଣାନ୍ତୁ। ଠିକ୍ ଅଛି, ତ ଆଶା କରୁଛି ଆପଣଙ୍କୁ ମୁଁ ଯାହା କହିଲି ସବୁ ବୁଝିଯାଇଥିବେ। ଆପଣ ଥମ୍ବନେଲ୍ରେ ଯାହା ସବୁ କୋଶ୍ଚିନ୍ ମୁଁ ଲେଖିଥିଲି ସେସବୁ ଆପଣଙ୍କର ଉତ୍ତର ମିଳିଯାଇଥିବ। ଠିକ୍ ଅଛି, ଆଶା କରୁଛି ଆପଣଙ୍କୁ ମୋ ଏକ୍ସପ୍ଲାନେସନ୍ଟି ଭଲ ଲାଗିଥିବ। ଆଉ ଆପଣମାନେ ଯଦି ଭାବୁଛନ୍ତି ଯେ ମୋ ଦ୍ୱାରା ଆପଣମାନେ ଉପକୃତ ହୋଇପାରିବେ, ତାହେଲେ ମୋ ଚ୍ୟାନେଲ୍କୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗସାଥି ମଧ୍ୟ ସେୟାର କରିକି ଅଧିକରୁ ଅଧିକ ପିଲାଙ୍କୁ ଜଣାନ୍ତୁ। ଠିକ୍ ଅଛି, ଆପଣଙ୍କୁ ଯେତେ ଗ୍ରାଜୁଏସନ୍ରେ ଭାଇ ଭଉଣୀମାନେ ରହିଲେ ସମସ୍ତଙ୍କୁ ଜଣାନ୍ତୁ। ତ ତାହେଲେ ଆମେ ଅତି ଶୀଘ୍ର ଆମେ କ'ଣ କରିବା, ଆମ ଚ୍ୟାନେଲ୍ରେ ପଢ଼ା ଆମର ଷ୍ଟାର୍ଟ କରିବା। ଠିକ୍ ଅଛି, ତ ଆଶା କরি ସମସ୍ତେ ବୁଝିପାରିଥିବେ। ତ ରହୁଛି, ଧନ୍ୟବାଦ।